ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଭିଡ଼ିଓକୁ। ଆଜିର ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଏନ୍ଭିଏସ୍ ଆଉ କେଭିଏସ୍ ର ଯୋଉ ନୋଟିଫିକେସନ୍ ପିଲାମାନେ ଆସିଛି ତା ବିଷୟରେ ଆମେ ପୁରା ଡିଟେଲରେ ଆମେ ଡିସ୍କସନ୍ କରିବା। ଠିକ୍ ଅଛି ନା? ଏନ୍ଭିଏସ୍ ମାନେ ହେଲା ନବୋଦୟ ବିଦ୍ୟାଳୟ ସମିତି ଆଉ କେଭିଏସ୍ ମାନେ ହେଲା ପିଲାମାନେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ। ଏଇ ଦୁଇଟି ଯାକ ସଂଗଠନ ମିଶିକି କମ୍ବାଇଣ୍ଡ ଭ୍ୟାକେନ୍ସି ବାହାର କରିଛନ୍ତି ଯୋଉଥିରେ ଟିଚିଂ ପୋଷ୍ଟ ଗୋଟେ ମିନିଟ୍ ଯୋଉଥିରେ ଯୋଉଥିରେ ପିଲାମାନେ ଟିଚିଂ ପୋଷ୍ଟ ଆପ୍ରୋକ୍ସିମେଟଲି 13,000 ପ୍ଲସ୍ ଟିଚିଂ ପୋଷ୍ଟ ବାହାରିଛି। ଆଉ ନନ୍ ଟିଚିଂ ଆପ୍ରୋକ୍ସିମେଟଲି 2,000 ପ୍ଲସ୍ ବାହାରିଛି। ଠିକ୍ ଅଛି ନା? ଆଉ ଟିଚିଂ ପୋଷ୍ଟ ପାଇଁ ପିଲାମାନେ ପିଜିଟିକୁ ଛାଡ଼ିଦେଲେ ପିଜିଟିକୁ ଛାଡ଼ିଦେଲେ ଟିଜିଟି ଗୋଟେ ମିନିଟ୍ ଟିଜିଟି ଆଉ ପିଆରଟି ଏଇ ଦୁଇଟିରେ ଆପଣଙ୍କର ସିଟିଇଟି ଆଭେଲେବୁଲ୍ ବା ସିଟିଇଟି ଆପଣ କ୍ଲିୟର କରିଥିବା ଦରକାର। ବାକି ପିଜିଟି ହଉ ଆଉ ନନ୍ ଟିଚିଂ ହଉ ଏଥିରେ ଆପଣ ସିଟିଇଟି ନ କ୍ଲିୟର କରିଥିଲେ ବି ଚଳିବ। ତ ଚାଲନ୍ତୁ ଆମେ ଡିସ୍କସନ୍ କରିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଉ ନବୋଦୟ ବିଦ୍ୟାଳୟ ସମିତିର ଯେତିକ ପୋଷ୍ଟ ବାହାରିଛି ସବୁ ଉପରେ ଆମେ ଡିସ୍କସନ୍ କରିବା। ତା ପୂର୍ବରୁ ମୁଁ କହିଦିଏ ମୋର ଏଇ ଯୋଉ ଚ୍ୟାନେଲରେ ଆପଣମାନେ ସବୁ ପ୍ରକାର ଏଜୁକେସନ୍ କଣ୍ଟେଣ୍ଟ ଗୋଟେ ମିନିଟ୍ ଏଜୁକେସନ୍ କଣ୍ଟେଣ୍ଟ ଯାହା ଅଛି ଏଜୁକେସନ୍ କଣ୍ଟେଣ୍ଟ ସବୁ ଫ୍ରିରେ ଆପଣ ପାଇବେ। ଫ୍ରି ଭିଡ଼ିଓ ଫ୍ରି କ୍ଲାसेସ୍ ସବୁ ଫ୍ରିରେ ପାଇବେ। ତ ତାକୁ ଯାଇ ମୋ ଚ୍ୟାନେଲର ବାକି ସବୁ ଭିଡ଼ିଓ ଗୁଡ଼ା ଆପଣ ଏକ୍ସପ୍ଲୋର କରନ୍ତୁ। ଏବେ ତ ଆଡ଼୍ କରିନି, ଆଉ ଟିକେ ଆଜି ଆଉ କାଲିଠୁ ଷ୍ଟାର୍ଟ କରିଦେଉଛି କ୍ଲାସ୍। ତ ଆପଣମାନେ ସବୁ କ୍ଲାସ୍ ଆପଣ ସବୁ ଫ୍ରିରେ ମୋ ଚ୍ୟାନେଲରେ ପାଇପାରିବେ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ତ ମୁଁ ଡାଇରେକ୍ଟ ନେଇଯାଉଛି ଆପଣଙ୍କୁ ଅଫିସିଆଲ ନୋଟିଫିକେସନ୍ ପାଖକୁ। ତ ପିଲାମାନେ ଏଇଟା ହେଲା କେଭିଏସ୍ ଆଉ ଏନ୍ଭିଏସ୍ ର କମ୍ବାଇଣ୍ଡ ନୋଟିଫିକେସନ୍ ପିଲାମାନେ। ଏନ୍ଭିଏସ୍ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଉ ଏନ୍ଭିଏସ୍ ହେଲା ନବୋଦୟ ବିଦ୍ୟାଳୟ ସଂଗଠନ। ତ ଏଇଟା ହେଲା ପିଲାମାନେ ଅଫିସିଆଲ ନୋଟିଫିକେସନ୍ ଅଫିସିଆଲ ନୋଟିଫିକେସନ୍। ଠିକ୍ ଅଛି, ଗୋଟେ ମିନିଟ୍ ଚାଲନ୍ତୁ ଯିବା ତଳ ଆଡ଼େ ଆମେ ଦେଖନ୍ତୁ ପିଲାମାନେ, ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଆସିଷ୍ଟାଣ୍ଟ କମିଶନର ପାଇଁ ଆପ୍ଲାଏ କରିବାକୁ ନା, ତ ଆପଣଙ୍କର ଟୋଟାଲ ଉପରେ କହିବାକୁ ଗଲେ 8ଟି ପୋଷ୍ଟ ବାହାରିଛି ଆସିଷ୍ଟାଣ୍ଟ କମିଶନର। ଦେନ୍ ପିଲାମାନେ ଆସିଷ୍ଟାଣ୍ଟ କମିଶନର ଏକାଡେମିକ୍ସ, ଯଦି ଆସିଷ୍ଟାଣ୍ଟ କମିଶନର ଆପଣ ଏକାଡେମିକ୍ସ ପାଇଁ ଆପ୍ଲାଏ କରୁଛନ୍ତି ଦେନ୍ ଆପଣଙ୍କର ଟୋଟାଲ ଉପରେ କହିବାକୁ ଗଲେ 9ଟି ପୋଷ୍ଟ ବାହାରିଛି। ଆଉ ଯଦି ଆପଣମାନେ ପ୍ରିନ୍ସିପାଲ ପାଇଁ ଆପ୍ଲାଏ କରିବାକୁ ଚେଷ୍ଟା କରୁଛନ୍ତି ବା ପ୍ରିନ୍ସିପାଲ ପାଇଁ ଆପ୍ଲାଏ କରିବାକୁ ଇଣ୍ଟରେଷ୍ଟେଡ୍ ଅଛନ୍ତି, ତ ଆପଣଙ୍କର କେଭିଏସ୍ରେ ଟୋଟାଲ ପ୍ରିନ୍ସିପାଲ ପୋଷ୍ଟ ବାହାରିଛି 134ଟି ଆଉ ଏନ୍ଭିଏସ୍ରେ ଟୋଟାଲ ପ୍ରିନ୍ସିପାଲ ପୋଷ୍ଟ ବାହାରିଛି ପିଲାମାନେ 93ଟି। ଠିକ୍ ଅଛି। ଆଉ ଯଦି ପିଲାମାନେ ଭାଇସ୍ ପ୍ରିନ୍ସିପାଲ ପାଇଁ ଆପଣ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତା ଟୋଟାଲ ଉପରେ କହିବାକୁ ଗଲେ 58 ଗୋଟିଏ ଆପଣଙ୍କର ପୋଷ୍ଟ ବାହାରିଛି। ଆଉ ପିଲାମାନେ ଆର କ୍ୱାଲିଫିକେସନ୍ କଥା ବା କ୍ୱାଲିଫିକେସନ୍ କ'ଣ ରହିବ ତାହା ମୁଁ ଆଗକୁ ଡିସ୍କସନ୍ କରିବି। ତ ଭିଡ଼ିଓକୁ ଆଗକୁ ଦେଖନ୍ତୁ ବା ଶେଷ ଯାଏଁ ଭିଡ଼ିଓରେ ଟିକେ ପେସେନ୍ସର ସହ ଦେଖନ୍ତୁ। କାରଣ ପିଲାମାନେ ଯଦି ଆପଣ ନୋଟିଫିକେସନ୍ଟାକୁ ଯଦି ଭଲସେ ନ ବୁଝିବେ ତାହେଲେ କହିବାକୁ ଗଲେ କୋଉଠି ନା କୋଉଠି ଆପଣଙ୍କର ବା କିଛି ନା କିଛି ପ୍ରୋସେସ୍‌ରେ ଆପଣ ଢିଲା ହେଇଯିବେ ବା କିଛି ନା କିଛି ଇନଫର୍ମେସନ୍ ଆପଣ ମିସ୍ କରିଦେଲେ ଯଦି ଆପଣଙ୍କର ବହୁତ ଜିନିଷ କହିବାକୁ ଗଲେ ମିସ୍ ହେଇଯିବ। ତ ଆପଣ ଆକୁ ଡିଟେଲରେ ବା ଧ୍ୟାନ ସହକାରେ ଦେଖନ୍ତୁ। କିଛି ନୋଟ୍ସ ବନେଇବା ଦରକାର ନାହିଁ, ଭଲସେ ଶୁଣି ଦିଅନ୍ତୁ, ଶୁଣିଦେଲେ ମନେ ରହିଯିବ। ତ ଚାଲନ୍ତୁ ପୋଷ୍ଟ ଗ୍ରାଜୁଏଟ୍ ଟିଚର, ଯଦି ପିଲାମାନେ ଆପଣ ପୋଷ୍ଟ ଗ୍ରାଜୁଏଟ୍ ଟିଚର ପାଇଁ ଆପ୍ଲାଏ କରିବାକୁ ଚାହୁଁଛନ୍ତି, ଟୋଟାଲ ଉପରେ କହିବାକୁ ଗଲେ 1465 ଗୋଟି ପୋଷ୍ଟ ଗ୍ରାଜୁଏଟ୍ ଟିଚର ପୋଷ୍ଟ ବା ଭ୍ୟାକେନ୍ସି ବାହାରିଛି। ତାପରେ ଆପଣଙ୍କର କହିବାକୁ ଗଲେ ବହୁତ ସାରା ଷ୍ଟ୍ରିମ୍‌ରେ ବାହାରିଛି ଯେମିତିକି ହିନ୍ଦୀ, ଇଂଲିଶ ଆଉ ଫିଜିକ୍ସ, କେମିଷ୍ଟ୍ରି ଆପଣ ଯୋଉଥିପାଇଁ ଆପ୍ଲାଏ କରିବାକୁ ଚାହିଁବେ ଆପଣଙ୍କର ସ୍ପେସିଆଲାଇଜେସନ୍ ସବଜେକ୍ଟ ହିସାବରେ ଆପଣ ଆପ୍ଲାଏ କରିପାରିବେ। ତାପରେ ପିଲାମାନେ ଏଇଟା ହେଲା ପିଲାମାନେ ଆମେ କେଭିଏସ୍‌ରେ ଟୋଟାଲ କହିବାକୁ ଗଲେ 1465 ଗୋଟି ପୋଷ୍ଟ ବାହାରିଛି। ଆଉ ଯଦି ଏନ୍ଭିଏସ୍ କଥା କହିବା ତାହେଲେ ଏନ୍ଭିଏସ୍‌ରେ ଟୋଟାଲ ଉପରେ ସେମ୍ ସବଜେକ୍ଟରେ ଟୋଟାଲ 1513 ଗୋଟି ପୋଷ୍ଟ ବାହାରିଛି। ଏଥିରେ ବାହାରିଛି 1400 ସମଥିଙ୍ଗ ପୋଷ୍ଟ ଆଉ ଏଥିରେ ବାହାରିଛି 1500 ସମଥିଙ୍ଗ ପୋଷ୍ଟ। ଠିକ୍ ଅଛି। ଟୋଟାଲ ଉପରେ କହିବାକୁ ଗଲେ 29 ପୋଷ୍ଟ ଆପଣଙ୍କର ଆପଣ ଦେଖିବାକୁ ପାଇବେ କେଭିଏସ୍ ଆଉ ଏନ୍ଭିଏସ୍‌କୁ କମ୍ବାଇନ୍ କରିଦେଲେ। ତାପରେ ଆସନ୍ତୁ ପୋଷ୍ଟ ଗ୍ରାଜୁଏଟ୍ ଟିଚର ବା ପିଜିଟିରେ ଆପଣଙ୍କର ଏଇଟା ତ ଆପଣଙ୍କର ପୋଷ୍ଟ ଗ୍ରାଜୁଏଟ୍ ଟିଚର କଥା ମୁଁ କହିଲି। ଏଇଟା ହେଲା ପିଜିଟି ମଡର୍ନ ଇଣ୍ଡିଆନ୍ ଲାଙ୍ଗୁଏଜ। ପିଲାମାନେ ଯେହେତୁ ଏଇଟା ସେଣ୍ଟ୍ରାଲ ଲେବୁଲ, ଏଇଟା ହେଲା ଗୋଟେ ମିନିଟ୍ ପିଲାମାନେ ଯେହେତୁ ଏଇଟା ସେଣ୍ଟ୍ରାଲ ଲେବୁଲରେ ଆମେ ଆପ୍ଲାଏ କରୁଛେ ସେଣ୍ଟ୍ରାଲ ଲେବୁଲରେ, ତ ଆପଣଙ୍କର ଏଥିରେ 3 ପ୍ରକାର ଲାଙ୍ଗୁଏଜ ଥାଏ। ଗୋଟେ ଥାଏ ଫାର୍ଷ୍ଟ ଲାଙ୍ଗୁଏଜ, ଗୋଟେ ଥାଏ ସେକେଣ୍ଡ ଆଉ ଗୋଟେ ଥାଏ ଥାର୍ଡ।
ଥାର୍ଡ ଲାଙ୍ଗୁଏଜ को बेले बेले मॉडर्न लैंग्वेज भी कहा जाए। फास्ट लैंग्वेज रे तो आपण माने जानछथि हिंदी अछि, सेकंड लैंग्वेज रे पिला माने अछि इंग्लिश, आ थर्ड लैंग्वेज तो आपण माने जानछथि आपनकर स्टेट लैंग्वेज जेमिति कि हमर थर्ड लैंग्वेज हला हम जेतु ओडिसा रे रहउचे तो हमर थर्ड लैंग्वेज हला ओडिया। ठीक अछि। तो एथिरे आपनकर डाउट होउ नथिबो। जदि आपण पोस्ट ग्रेजुएट टीचर थर्ड लैंग्वेज रे जदि करबा को चाहुचथि तो हमर तो ओडिया रो कोनसी पोस्ट वैकेंट नाही। ओडिया रे कोनसी पोस्ट वैकेंट नाही तो आमे तो अप्लाई करिबा नाही पोस्ट ग्रेजुएट टीचर पई आमे एलिजिबल नुह जेतु हमर ओडिया नाही। जदि अलगा जदि आपण माने करिसथि ए सब्जेक्ट मानकर तो अप्लाई करि परिबे। एबे चलतु ट्रेन्ड ग्रेजुएट टीचर बा टीजीटी 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 पई जदि आपण माने इंटरेस्टेड अछंती जो माने बीएड करिसथि ସେମାନେ ଟିଜିଟି ପାଇଁ ଆପ୍ଲାଏ କରିପାରିବେ ବା ଏମଏଡ୍ କରିଛନ୍ତି ଯେଉଁମାନେ ଏମଏଡ୍ ଯେଉଁମାନେ କରିଛନ୍ତି ଏମ୍ଇଡି ଏମ୍ଇଡି ଯେଉଁମାନେ ଏମଏଡ୍ କରିଛନ୍ତି ସେମାନେ ଟିଜିଟି ପାଇଁ ବି ଆପ୍ଲିକେବଲ୍। ଆଉ ବିଏଡ୍ରେ ଆପଣଙ୍କର ମିନିମମ୍ରେ 50% ମାର୍କ ହୋଇଥିବା ଦରକାର। ଆଉ ବିଏଡ୍ ସହ ଗ୍ରାଜୁଏସନ୍ ବି ଆପଣଙ୍କର 50% ମାର୍କ ହୋଇଥିବା ଦରକାର ଯଦି ଆପଣମାନେ ପିଜିଟି ପାଇଁ ଆପ୍ଲାଏ କରୁଛନ୍ତି। ଆଉ ପିଜିଟି ପାଇଁ ଆପ୍ଲାଏ ପାଇଁ ଆପଣଙ୍କର ଯେଉଁ ସ୍ପେଶିଆଲାଇଜେସନ୍ ପୋଷ୍ଟ ବି ଆପଣ ଦେଖିପାରିବେ ହିନ୍ଦୀ ଇଂଲିଶ ସାଂସ୍କ୍ରିଟ୍ ହିନ୍ଦୀ ଇଂଲିଶ ସାଂସ୍କ୍ରିଟ୍ ସୋସିଆଲ ଷ୍ଟଡିଜ୍ ମ୍ୟାଥମେଟିକ୍ସ ଆପଣଙ୍କର ତା ଅନୁସାରେ ଆପଣ ଦେଖିପାରିବେ। ଆଉ ଟୋଟାଲ କହିବାକୁ ଗଲେ କେଭିଏସ୍ରେ ଟୋଟାଲ ଉପରେ କହିବାକୁ ଗଲେ ଆମର 2794 ପାଖାପାଖି ଆମର ପୋଷ୍ଟ ବାହାରିଛି କୋଉଥିରେ କେଭିଏସ୍ରେ। ଆଉ ଏନଭିଏସ୍ରେ ଆପଣଙ୍କର ଟୋଟାଲ ଉପରେ ବାହାରିଛି 2978 ପାଖାପାଖି ଆପଣଙ୍କର ପୋଷ୍ଟ ବାହାରିଛି କୋଉଥିରେ ଏନଭିଏସ୍ରେ। ଆଉ ଆପଣଙ୍କର କୋଉ କୋଉ ଷ୍ଟ୍ରିମ୍ ପାଇଁ ଆପଣ ଆପ୍ଲାଏ କରିବେ ତା ଅନୁସାରେ ଆପଣଙ୍କର ପୋଷ୍ଟ ସଂଖ୍ୟା ଆପଣ ଦେଖିଦିଅନ୍ତୁ କୋଉ ପାଇଁ ବି ଆପ୍ଲାଏ କରିବେ। ଆଉ କେଭିଏସ୍ରେ ଯଦି ଆପଣ ଲାଇବ୍ରେରିଆନ୍ ପୋଷ୍ଟ ପାଇଁ ଆପ୍ଲାଏ କରିବାକୁ ଚାହୁଁଛନ୍ତି କେଭିଏସ୍ରେ ଦେନ୍ ଆପଣଙ୍କର ଟୋଟାଲ ଉପରେ 147 ଗୋଟି ପୋଷ୍ଟ ବାହାରିଛି। ଆଉ ଲାଇବ୍ରେରିଆନ୍ ପାଇଁ କ'ଣ କ୍ୱାଲିଫିକେସନ୍ ରହିବ ମୁଁ ଆଗକୁ ଆପଣଙ୍କୁ କହିବି। ଆଉ ଟିଜିଟି ଆଉ ପିଜିଟି ଆଉ ଯାହା ବି କ୍ୱାଲିଫିକେସନ୍ ରହିବ ତା ବିଷୟରେ ବି ମୁଁ ଆପଣଙ୍କୁ ଆଗକୁ କଥାବାର୍ତ୍ତା ହେବି। ଠିକ୍ ଅଛି। ତାପରେ ଆପଣ ଟିଜିଟି ଥାର୍ଡ ଲାଙ୍ଗୁଏଜରେ ଯଦି ଆପଣ ଟିଜିଟି ପୋଷ୍ଟ ପାଇଁ ଆପ୍ଲାଏ କରିଛନ୍ତି ଯଦି ମୁଁ ଟିଜିଟି କଥା କହିଲି ଥାର୍ଡ ଲାଙ୍ଗୁଏଜ ଆଉ ମଡର୍ନ ଲାଙ୍ଗୁଏଜ କ'ଣ କହିଥିଲି ଆଉ ଟିଜିଟି ପାଇଁ ଯଦି ଆପଣମାନେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତ ଟୋଟାଲ ଆମର ଓଡ଼ିଶାରେ ବା ଓଡ଼ିଶା ପିଲା ତ ଓଡ଼ିଆ ପାଇଁ ଆପ୍ଲାଏ କରିବେ। ତ ଓଡ଼ିଆ ପାଇଁ ଆମର ଟୋଟାଲ ଉପରେ କହିବାକୁ ଗଲେ 37 ଗୋଟି ପୋଷ୍ଟ ବାହାରିଛି ଯେଉଁମାନେ ଟିଜିଟି ଓଡ଼ିଆ ଏନଭିଏସ୍ ବା କେଭିଏସ୍ରେ ଚାକିରି କରିବାକୁ ଚାହୁଁଛନ୍ତି ଏଇଟା ଏନଭିଏସ୍ର ପିଲାମାନେ ପୋଷ୍ଟ। ଯଦି ଆପଣ ଏନଭିଏସ୍ରେ ଟିଜିଟି ଓଡ଼ିଆ ଯଦି ଆପ୍ଲାଏ କରିବାକୁ ଚାହୁଁଛନ୍ତି ତ ଟୋଟାଲ 37 ଗୋଟି ପୋଷ୍ଟ ବାହାରିଛି ତ ଆପଣମାନେ ଆପ୍ଲାଏ କରିପାରିବେ। ଆକୁ ଟିକେ କନସିଡର କଲେ ବେଟର ହବ ଯେଉଁମାନେ ଓଡ଼ିଆ ଅନର୍ସ ନେଇଥିଲେ ଗ୍ରାଜୁଏସନରେ ଆଉ ଓଡ଼ିଆରେ ପିଜି କରିଛନ୍ତି। ତାପରେ ଆସନ୍ତୁ ପ୍ରାଇମେରୀ ଟିଚର ପାଇଁ ଯଦି ଆପଣ ଇଣ୍ଟରେଷ୍ଟେଡ୍ ଅଛନ୍ତି ପ୍ରାଇମେରୀ ସ୍କୁଲ ଟିଚର ପାଇଁ ଯଦି ଆପଣ ଇଣ୍ଟରେଷ୍ଟେଡ୍ ଅଛନ୍ତି ଦେନ୍ ଆପଣମାନେ ଆପ୍ଲାଏ କରିପାରିବେ। ଆଉ ଟୋଟାଲ ଉପରେ କହିବାକୁ ଗଲେ ସ୍ପେଶିଆଲ ଏଜୁକେଟର ପ୍ରାଇମେରୀ ଆଉ ପ୍ରାଇମେରୀ ଟିଚର ଆଉ ପ୍ରାଇମେରୀ ଟିଚର ମ୍ୟୁଜିକ୍ ତ ଯଦି ଟୋଟାଲ ତିନିଟାକୁ କମ୍ବାଇନ୍ କରିଦେବେ ତାହେଲେ 3365 ଗୋଟି ପୋଷ୍ଟ ବାହାରିଛି। ଆଉ ଯଦି ଆପଣ ପିଆରଟି ପ୍ରାଇମେରୀ ଟିଚର ଯଦି ଆପଣ ସ୍ପେଶିଆଲ ଏଜୁକେଟର ପାଇଁ ଆପ୍ଲାଏ କରୁଛନ୍ତି ଦେନ୍ ଆପଣଙ୍କର 494 ଟି ପୋଷ୍ଟ ବାହାରିଛି। ଆଉ ନର୍ମାଲ ପ୍ରାଇମେରୀ ସ୍କୁଲ ଟିଚର ପାଇଁ 2684 ପୋଷ୍ଟ ବାହାରିଛି। ଆଉ ପିଆରଟି ମ୍ୟୁଜିକ୍ ପାଇଁ 187 ପୋଷ୍ଟ ବାହାରିଛି। ତାପରେ ଆପଣଙ୍କର ପିଆରଟି ବା ଯଦି ପ୍ରାଇମେରୀ ସ୍କୁଲ ଟିଚର ହେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କର ସିଟି ସହ +2 ଥିବା ଦରକାର। ଆଉ +2ରେ ମିନିମମ୍ 50% ମାର୍କ ରହିଥିବା ଦରକାର ଆଉ ସିଟିରେ ବି ଆପଣଙ୍କର ମିନିମମ୍ରେ 50% ମାର୍କ ରହିଥିବା ଦରକାର। ତ ଚାଲନ୍ତୁ ଯିବା ନନ୍ ଟିଚିଂ ପୋଷ୍ଟ। ନନ୍ ଟିଚିଂ ପୋଷ୍ଟ ପାଇଁ ଆପଣ ଟିକେ ଚେକ୍ କରିଦେବେ ଭିଡ଼ିଓ ପଜ୍ କରିକି କୋଉଥିପାଇଁ ଆପଣ ଦେଖିବାକୁ ଚାହୁଁଛନ୍ତି ନନ୍ ଟିଚିଂ ପୋଷ୍ଟ ବା କୋଉଥିରେ କେତିକି ଭ୍ୟାକେଣ୍ଟ ଅଛି ଆପଣ ଟିକେ ଚେକ୍ କରିଦେବେ ନନ୍ ଟିଚିଂ ପୋଷ୍ଟ ପାଇଁ। ଏବେ ଚାଲନ୍ତୁ ଏଇଟା ହେଲା ଏନଭିଏସ୍ର ଆଉ ଉପରେ ଏଇଟା ଆପଣ ଦେଖୁଛନ୍ତି ଏଇଟା ହେଲା କେଭିଏସ୍ର। ତାପରେ ତାପରେ ଚାଲନ୍ତୁ ଯିବା ତଳକୁ। ପିଲାମାନେ ଯେତିକି ଜିନିଷ ନେସେସେରୀ ମୁଁ ସେତିକି ଜିନିଷ ହିଁ କହୁଛି। ଆଉ ଯୋଉଟା ନେସେସେରୀ ନୁହଁ ତା ବିଷୟରେ ଆମେ ଡିସ୍କସନ୍ ନ କରିବା ହିଁ ବେଟର କାରଣ ଭିଡ଼ିଓ ବହୁତ ଲମ୍ବା ହେଇଯିବ। ସହଜତଃ ସବୁ ଜିନିଷ ଯେହେତୁ ଆମେ ଏଇ ଭିଡ଼ିଓରେ ଡିସ୍କସନ୍ କରିବା ତ ଭିଡ଼ିଓ ଲମ୍ବା ହବ। ଆଉ ପିଲାମାନେ ଲାଷ୍ଟ ଯାଏଁ ରହିବେ କାରଣ ଲାଷ୍ଟକୁ ମୁଁ ଆପଣଙ୍କୁ ଗୋଟେ ବହୁତ ହି ସିମ୍ପୁଲ ତ ନୁହଁ ଗୋଟେ ବହୁତ ହି ଇମ୍ପୋର୍ଟାଣ୍ଟ ଷ୍ଟ୍ରାଟେଜି ମୁଁ ଆପଣଙ୍କୁ ଦେବି ଯାହାଫଳରେ ଆପଣ ଗୋଟେ ଥରକରେ କେଭିଏସ୍ ଅତି ସହଜରେ କ୍ଲିୟର କରିପାରିବେ। ଠିକ୍ ଅଛି ନା ତ ଲାଷ୍ଟ ଯାଏଁ ରୁହନ୍ତୁ। ଆଉ ଏଇ ଡକୁମେଣ୍ଟଟା ବା ଏଇ ଯୋଉ ନୋଟିଫିକେସନଟା ଯଦି ଆପଣମାନେ ପଢିବାକୁ ଚାହୁଁଛନ୍ତି ପୁରା ଡିଟେଲରେ ଇନ୍ ଡିଟେଲ ଯଦି ଆପଣମାନେ ପଢିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ମୋ ଟେଲିଗ୍ରାମ ଚ୍ୟାନେଲ ଜଏନ୍ କରିପାରିବେ। ମୋ ଟେଲିଗ୍ରାମ ଚ୍ୟାନେଲ ଜଏନ୍ କରିପାରିବେ ଯାହାର ମୂଲ୍ୟ ବା ଜଏନ୍ କରିବାକୁ ହେଲେ ଆପଣଙ୍କୁ ମାତ୍ର 100 ଟଙ୍କା ଦେଇ ଆପଣ ଲାଇଫ୍ ଟାଇମ୍ ସବସ୍କ୍ରିପସନ୍ ନେଇପାରିବେ। ଏମିତି ନୁହଁ ଯେ ଆପଣ କେବଳ ଯୋଉ କ୍ୱାଣ୍ଟିଟି ବର୍ଷେ ପାଇଁ 2 ବର୍ଷ ପାଇଁ ସେମିତି କିଛି ସିଷ୍ଟମ ନାହିଁ। ଆପଣ ଯେତେ ଯାଏଁ ଟେଲିଗ୍ରାମ ଚ୍ୟାନେଲଟି ରହିବ ସେତେ ଯାଏଁ ଆପଣ ତାର ଆକ୍ସେସ୍ ନେଇପାରିବେ ଫ୍ରିରେ ଆପଣ ତାକୁ ଯୋଉ ୟୁଜ୍ କରିପାରିବେ। ଠିକ୍ ଅଛି ନା ଗୋଟେ ମିନିଟ୍ ପିଲାମାନେ ଚାଲନ୍ତୁ। ତାପରେ
ପିଲାମାନେ ଯଦି ଆପଣ ଆସିଷ୍ଟାଣ୍ଟ କମିଶନର ପାଇଁ ଆପ୍ଲାଏ କରୁଛନ୍ତି ଏମଭିଏସ୍ ପାଇଁ ତ ଟେଲିଗ୍ରାମ ଚ୍ୟାନେଲ କଥା କହିଥିଲେ ଆଉ ଟିକେ କହିଦଉଛି ପିଲାମାନେ ମୋ ଟେଲିଗ୍ରାମ ଚ୍ୟାନେଲରେ ଆପଣଙ୍କୁ ପୁରା ଫ୍ରିରେ ଇ ବୁକ୍ ଯଦି ଆପଣମାନେ ଜଏନ୍ କରୁଛନ୍ତି ତ ଆପଣମାନଙ୍କୁ ଇ ବୁକ୍ ଯେତିକ ବି ମୁଁ ମୋ ଚ୍ୟାନେଲରେ ଯୋଉ ଯୋଉ ସବଜେକ୍ଟ ମୁଁ ପଢ଼ଉଛି ତାର ପୁରା ଫ୍ରିରେ ଇ ବୁକ୍ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଓଡ଼ିଶା ଗଭର୍ଣ୍ଣମେଣ୍ଟର ସବୁ ଏକ୍ଜାମର ପ୍ରାୟ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଆଉ ତାର ଫ୍ରିର ଇ ବୁକ୍ ବା ପ୍ରିଭିୟସ୍ ଇୟର କୋଶ୍ଚିନ୍ ଆଧାରରେ ଯୋଉ ମୁଁ ଇ ବୁକ୍ ବନେଇଛି ତାର ଇ ବୁକ୍ରେ ଆପଣ ଆକ୍ସେସ୍ ନେଇପାରିବେ ତାପରେ ବହୁତ ସାରା କୋଶ୍ଚିନ୍ ବହୁତ ସାରା ଏମିତି ନୁହଁ ଯେ ଅଳ୍ପ ବହୁତ ସାରା କୋଶ୍ଚିନ୍ର ବି ଆପଣ ପ୍ରାକ୍ଟିସ୍ କରିପାରିବେ ମୋ ଟେଲିଗ୍ରାମ ଚ୍ୟାନେଲରେ ତା ବିଷୟରେ ଆମେ ଆଗକୁ କଥା ହେବା ଆଗ ନୋଟିଫିକେସନଟା ଆମେ ଜଲ୍ଦି ଶେଷ କରିଦେବା ଦେଖନ୍ତୁ ଆପଣମାନେ ସାଲାରୀ ବିଷୟରେ ଯଦି ମୁଁ କହିବି ସାଲାରୀ ଦେଖନ୍ତୁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରେ ଆପଣଙ୍କର ଯାହା ବି ବେସିକ୍ ପେ ଥିବ ଯେମିତିକି ଆପଣଙ୍କର ଆସିଷ୍ଟାଣ୍ଟ କମିଶନରରେ ଆପଣଙ୍କର ବେସିକ୍ ପେ ଅଛି 78,800 ଗୋଟେ ମିନିଟ୍ ହଁ 78,800 ସବୁ ଏଇଟା କୋଉ ଥର ପିଲାମାନେ ଆସିଷ୍ଟାଣ୍ଟ କମିଶନର ଏଇଟା ହେଲା ବେସିକ୍ ପେ 78,800 ହେଲା ବେସିକ୍ ପେ ତାର ସେଥିରେ ଆପଣ ଏଚ୍ଆର୍ଏ ଆଡ୍ କରିଦେବେ ଏଚ୍ଆର୍ଏ ହାଉସ୍ ରେଣ୍ଟ ଆଲାଉନ୍ସେସ୍ ଏଚ୍ଆର୍ଏ ହେଲା ବେସିକ୍ ପେର 20% ହେଲା ଏଚ୍ଆର୍ଏ ଆର 20% ଆପଣ କାଲକୁଲେସନ୍ କରିଦେବେ ଏଚ୍ଆର୍ଏ ଆଉ ଡିଏ ଆପଣଙ୍କୁ ମିଳେ କେତେ ନା ଡିଏ ଆପଣଙ୍କୁ 53% ଡିଏ ମିଳିବ ଆଉ ଏଚ୍ଆର୍ଏ ମିଳିବ ଏଥିରେ ଆପଣ ଆନାଲିସିସ୍ କରିଦେଲେ ଆପଣ ଆପ୍ରୋକ୍ସିମେଟଲି କେତେ ଟଙ୍କା ଆପଣଙ୍କ ଇନ୍ ହ୍ୟାଣ୍ଡ ସାଲାରୀ ଆସିବ ଆପଣ କାଲକୁଲେସନ୍ କରିପାରିବେ ଯଦି ଯଦି ଆସିଷ୍ଟାଣ୍ଟ କମିଶନର ପିଲାମାନେ ଯଦି ଆମେ କ୍ୱାଲିଫିକେସନ୍ ପିଲାମାନେ ଦେଖିବା ତ ଆପଣ ଯେମିତି ହେଲେ ବି ମାଷ୍ଟର ଡିଗ୍ରୀ ବା ଆପଣଙ୍କର ଗୋଟେ ମିନିଟ୍ ହଁ ଆପଣ ମାଷ୍ଟର ଡିଗ୍ରୀ କରିଥିବା ଦରକାର ଆଉ ଆଟଲିଷ୍ଟ 50% ଆପଣଙ୍କର ଯୋଉଠି ବି ଆପଣ କରିଥିବେ ସେଇଥିରେ ଆପଣଙ୍କର 50% ରହିଥିବା ଦରକାର ଦ୍ୱିତୀୟରେ ଯଦି ଆପଣ ବିଏଡ୍ କରୁଛନ୍ତି ଯୋଉ ଯୋଉ ଗୋଟେ ମିନିଟ୍ ଯୋଉଠି ବି ଆପଣ ବିଏଡ୍ କରନ୍ତୁ ନା କାହିଁକି ଆପଣଙ୍କର ବିଏଡ୍ରେ ଏନ୍ସିଟି ରେକଗ୍ନାଇଜେସନ୍ ବା ଏନ୍ସିଟି ରେକଗ୍ନାଇଜେସନ୍ ହେଇଥିବା ଦରକାର ବା ଯୋଉ ଇନଷ୍ଟିଟ୍ୟୁସନ୍ ଆପଣ ବିଏଡ୍ କରୁଛନ୍ତି ତାପରେ ପିଲାମାନେ ଚାଲନ୍ତୁ ଯିବା ହଁ ବାସ୍ ଏତିକି ଥିବା ଦରକାର ଆଉ ଆପଣଙ୍କର ଏକ୍ସପିରିଏନ୍ସ ମାଗିଛି ମିନିମମ୍ରେ 3 ବର୍ଷ ଆପଣଙ୍କର ଏକ୍ସପିରିଏନ୍ସ ଥିବା ଦରକାର କୋଉଥିରେ ଆଇଦର ଆପଣ ସେଣ୍ଟ୍ରାଲ ଅଟୋନୋମସ୍ ଅର୍ଗାନାଇଜେସନ୍ ହଉ କି ବି ସେଣ୍ଟ୍ରାଲ ବା ଷ୍ଟେଟ୍ର ଅଟୋନୋମସ୍ ଅର୍ଗାନାଇଜେସନ୍ରେ ଆପଣ 3 ବର୍ଷର ୱାର୍କିଂ ପ୍ରିନ୍ସିପାଲ ଏକ୍ସପିରିଏନ୍ସ ଥିବା ଦରକାର ଯଦି ଆପଣମାନେ ଆପ୍ଲାଏ କରୁଛନ୍ତି କୋଉଥିପାଇଁ କି ଆସିଷ୍ଟାଣ୍ଟ କମିଶନର ପାଇଁ ଆପ୍ଲାଏ କରୁଛନ୍ତି ଆଉ ଆପଣଙ୍କର ବୟସ 45 ବର୍ଷରୁ ଅଧିକ ନ ହେଇଥିବା ଦରକାର ଠିକ୍ ଅଛି ଆଉ ଯଦି ଏସି ଏସ୍ଟି ହେଇଥାନ୍ତି କି ଏସି ବିସି ଯାହା ବି ଆପଣଙ୍କର ଏଜ୍ ରିଲାକ୍ସେସନ୍ ଯାହା ଥିବ ସେଥିରେ ଆଡ୍ କରିଦେବେ ଆଉ ଚାଲନ୍ତୁ ଯିବା ପିଲାମାନେ ଯଦି ଆପଣମାନେ ଆସିଷ୍ଟାଣ୍ଟ କମିଶନର ପାଇଁ ଆପ୍ଲାଏ କରୁଛନ୍ତି ଦେନ୍ ଆପଣଙ୍କର ବୟସ ସୀମା 50 ବର୍ଷରୁ ଅଧିକ ନ ହେଇଥିବା ଦରକାର ଆଉ ଆପଣ ସେମ୍ ଉପରେ ଯାହା ଥିଲା ଆପଣଙ୍କର ବିଏଡ୍ ଆଉ ପିଜିରେ ଆପଣଙ୍କର 50% ମାର୍କ ଦରକାର ଆଉ ବିଏଡ୍ ଆପଣଙ୍କର ଏନ୍ସିଟି ରେକଗ୍ନାଇଜେସନ୍ ୟୁନିଭର୍ସିଟିରୁ ଆପଣ କରିଥିବା ଦରକାର ଆଉ ତାପରେ ତ ଆପଣ ଯାହା ଉପରେ କ୍ୱାଲିଫିକେସନ୍ ଥିଲା ପୁରା ସେମ୍ ପ୍ରିନ୍ସିପାଲ ପାଇଁ ବି ସେମ୍ କ୍ୱାଲିଫିକେସନ୍ ଆଉ ସେମ୍ ସାଲାରୀ ବି ପ୍ରିନ୍ସିପାଲଙ୍କ ପାଇଁ ଏତିକି ବୟସ ଆପଣଙ୍କର 50 ବର୍ଷରୁ ଅଧିକ ନ ହେଇଥିବା ଦରକାର ଆଉ 35 ବର୍ଷ ମିନିମମ୍ କ୍ୱାଲିଫିକେସନ୍ ରହିଥିବା ଦରକାର ତାପରେ ଚାଲନ୍ତୁ ଭାଇସ୍ ପ୍ରିନ୍ସିପାଲର ବି ପ୍ରାୟ ସେମ୍ ଭାଇସ୍ ପ୍ରିନ୍ସିପାଲର ବି ସେମ୍ ତାପରେ ଆସନ୍ତୁ ଏବେ ଆସନ୍ତୁ ପୋଷ୍ଟ ଗ୍ରାଜୁଏଟ୍ ଟିଚର ବା ପିଜିଟି ଟିଚରର ଏବେ ଆଲୋଚନା କରିବା ପିଲାମାନେ ଯଦି ଆପଣମାନେ ପୋଷ୍ଟ ଗ୍ରାଜୁଏଟ୍ ଟିଚର ବା ପିଜିଟି ପାଇଁ ଆପ୍ଲାଏ କରୁଛନ୍ତି ଦେନ୍ ଆପଣ ଗୋଟେ ଇଣ୍ଟିଗ୍ରେଟେଡ୍ ଗୋଟେ ମିନିଟ୍ ହଁ ଯଦି ଆପଣମାନେ ବିଏଡ୍ ଯଦି କରିଥିବେ ବିଏଡ୍ରେ ଆପଣଙ୍କର ମିନିମମ୍ରେ 50% ମାର୍କ ଥିବା ଦରକାର ୱିଥ୍ ଆପଣ ଯଦି ପିଜି କରିଛନ୍ତି ପିଜିରେ ବି ଆପଣଙ୍କର 50% ମାର୍କ ରହିଥିବା ଦରକାର ତାପରେ ଯୋଉଠି ବି ଆପଣ ବିଏଡ୍ କରୁଛନ୍ତି ସେଟା ଏନ୍ସିଟି ରେକଗ୍ନାଇଜେସନ୍ ହେଇଥିବା ଦରକାର ବା ଯୋଉ ୟୁନିଭର୍ସିଟି ବା ଯୋଉ ଇନଷ୍ଟିଟ୍ୟୁସନରୁ ଆପଣ ବିଏଡ୍ କରିଛନ୍ତି ସେଇଟା ଆପଣଙ୍କର ଏନ୍ସିଟି ରେକଗ୍ନାଇଜେସନ୍ ହେଇଥିବା ଦରକାର ତାପରେ ଆଉ ଗୋଟେ ଜିନିଷ ପିଲାମାନେ ଯଦି ଆପଣମାନେ ପିଜିଟି ଇଂଲିଶ କେଭିଏସ୍ ପିଜିଟି ଇଂଲିଶ ଏନଭିଏସ୍ ଆଉ ପିଜିଟି ହିନ୍ଦୀ ପାଇଁ ଆଉ ପିଜିଟି ଫିଜିକ୍ସ ବା ଯଦି ପିଜିଟିର କୌଣସି ବି ସବଜେକ୍ଟ ପାଇଁ ଆପ୍ଲାଏ କରୁଛନ୍ତି ନା ତ ଆପଣ ଯୋଉ ସବଜେକ୍ଟ ପାଇଁ ଆପ୍ଲାଏ କରୁଛନ୍ତି ସପୋଜ ମୁଁ ଆପ୍ଲାଏ କଲି ପିଜିଟି ଫିଜିକ୍ସ ପାଇଁ ଫିଜିକ୍ସ ପାଇଁ ଯଦି ମୁଁ ଆପ୍ଲାଏ କରିବି ତ ମୋର ଗ୍ରାଜୁଏସନରେ ବି ଫିଜିକ୍ସ ରହିଥିବା ଦରକାର ୱିଥ୍ ମୋ ପିଜି ବି ମୁଁ ଫିଜିକ୍ସରେ କରିଥିବା ଦରକାର ଠିକ୍ ଅଛି ନା ଯଦି ଆପଣ ପିଜିଟି ଇଂଲିଶରେ ପାଇଁ ଯଦି ଆପଣ ଆପ୍ଲାଏ କରୁଛନ୍ତି ନା ତ ଆପଣଙ୍କର ଗ୍ରାଜୁଏସନରେ ବି ଇଂଲିଶ ରହିଥିବା ଦରକାର ଇଂଲିଶରେ ଗ୍ରାଜୁଏସନ୍ କରିଥିବା ଦରକାର ୱିଥ୍ ଆପଣ ଇଂଲିଶରେ ପିଜି କରିଥିବା ଦରକାର ତ ଯଦି ଆପଣମାନେ ପିଜିଟି ପାଇଁ ଆପ୍ଲାଏ କରୁଛନ୍ତି ଆଉ ଏଇନା ଆପଣଙ୍କୁ କହିଲି ଆପଣ ବିଏଡ୍ର 50% ଆଉ ପିଜିରେ ବି 50% ଆପଣଙ୍କର ରହିଥିବା ଦରକାର ଠିକ୍ ଅଛି ଏଥିରେ ଆପଣଙ୍କର ଆଉ କୌଣସି ଡାଉଟ୍ ରହିଥିବା କଥା ନୁହଁ
ତାପରେ କେତେ ଟଙ୍କା ଆପଣଙ୍କୁ ସାଲାରୀ ମିଳିବ ପିଜିଟି ପାଇଁ ଯଦି ଆପଣ ଆପ୍ଲାଏ କରୁଛନ୍ତି ତ ଆପଣଙ୍କର ବେସିକ୍ ପେ ରହିବ 47,000 ସମଥିଙ୍ଗ ଆପଣଙ୍କର ବେସିକ୍ ପେ ରହୁଛି। ତାପରେ ଆପଣ ଡିଏ ଆପଣଙ୍କର ଆଡ୍ କରିଦେବେ 53% ଆଉ ଏଚଆର୍ ଆପଣ ଆଡ୍ କରିଦେବେ 20%। ଠିକ୍ ଅଛି। ତାପରେ ଆପଣ ଯାହା ବି ସାଲାରୀ ଆପ୍ରୋକ୍ସିମେଟଲି ଇନ୍ ହ୍ୟାଣ୍ଡ ଆପଣଙ୍କର ପ୍ରାୟ ସେତିକିଠୁ ଆଉ ଟିକେ ଅଧିକ ନହେଲେ ଟିକେ କମ୍ ଆସିବ, କାରଣ ଟିଡିଏସ୍ ଫିଡିଏସ୍ କଟି ଗଲା ପରେ ଆପଣଙ୍କର ଆଇଦର ସେତିକି ପାଖାପାଖି ହିଁ ଆସିବ ଆଉ। ତାପରେ ଯଦି ଆପଣ ପିଜିଟି କମ୍ପ୍ୟୁଟର ସାଇନ୍ସ ପାଇଁ ଆପ୍ଲାଏ କରୁଛନ୍ତି ତ ଆପଣ ଏମଏସସି କମ୍ପ୍ୟୁଟର ସାଇନ୍ସ ଆଉ ଏମସିଏ ବା ରେକଗ୍ନେସନ୍ ଇନଷ୍ଟିଟ୍ୟୁସନରୁ ଏମସିଏ କରିଥିବା ଦରକାର। ଆଉ ଯାହା ବି କରୁଛନ୍ତି ସେଥିରେ 50% ମାର୍କ ରହିଥିବା ଦରକାର। ଯଦି ଆପଣ ଏମଏସସି କରିଛନ୍ତି କମ୍ପ୍ୟୁଟର ସାଇନ୍ସ ବା ଏମସିଏ ଯଦି କରୁଛନ୍ତି ଆପଣଙ୍କର 50% ମାର୍କ ରହିଥିବା ଦରକାର। ଆଉ ବାକି ଆପଣ ପଢ଼ିଥିବେ କ୍ୱାଲିଫିକେସନ୍ ପ୍ରାୟ ସେମ୍ ହିଁ ଅଛି। ବାକି ହଁ, ଆପଣ ଯଦି ପିଜିଟି ଫିଜିକାଲ ଏଜୁକେସନ୍ ବା ପିଇଟି ଟିଚର ପାଇଁ ଯଦି ଆପଣ ଆପ୍ଲାଏ କରୁଛନ୍ତି ତ ଆପଣଙ୍କ ପାଖରେ ଏମପିଇଡି, ଏଇଟା ପିଲାମାନେ ଏମପିଇଡି ଯଦି ଆପଣ ପିଜିଡି ପାଇଁ ଆପ୍ଲାଏ କରୁଛନ୍ତି ତାହେଲେ ଆପଣଙ୍କ ପାଖରେ ଏମପିଇଡି ଥିବା ଦରକାର। ଠିକ୍ ଅଛି ନା, ଏଇଟା ଟିକେ ଧ୍ୟାନ ସହକାରେ ଦେଖନ୍ତୁ ଏମପିଇଡି। ଆଉ ଯଦି ଆପଣ ଆପଣ ଟିଜିଡି ପାଇଁ ଆପ୍ଲାଏ କରୁଛନ୍ତି ତ ଆପଣଙ୍କ ପାଖରେ ରହିଥିବା ଦରକାର କ'ଣ ବିପିଇଡି। ଠିକ୍ ଅଛି। ଆଇ ଥିଙ୍କ ଏଇ ଜିନିଷଟା ଆପଣଙ୍କୁ କ୍ଲିୟର ରହିଥିବେ। ତାପରେ ଆଉ ଗୋଟେ କଥା, ଯଦି ଆପଣମାନେ ପିଜିଡି ପାଇଁ ଆପ୍ଲାଏ କରୁଛନ୍ତି ଯେଉଁ କଣଟେ ଫିଜିକାଲ ଏଜୁକେସନ୍ ବା ପିଟି ଟିଚର ପାଇଁ ଯଦି ଆପଣ ଆପ୍ଲାଏ କରୁଛନ୍ତି ଦେନ୍ ଆପଣଙ୍କ ପାଖରେ ଗୋଟେ ନ୍ୟାସନାଲ ଲେଭେଲ ବା ଷ୍ଟେଟ୍ ଲେଭେଲର ଗୋଟେ ସ୍ପୋର୍ଟ ସାର୍ଟିଫିକେଟ୍ ରହିଥିବା ଦରକାର। ଠିକ୍ ଅଛି। ନ୍ୟାସନାଲ ଲେଭେଲ ବା ଷ୍ଟେଟ୍ ଲେଭେଲର ଆପଣ କୌଣସି ଖେଳିଥିବେ ବା ଆପଣଙ୍କ ପାଖରେ କୌଣସି ସ୍ପୋର୍ଟ ସାର୍ଟିଫିକେଟ୍ ରହିଥିବା ଦରକାର। ଠିକ୍ ଅଛି, ଯଦି ଆପଣମାନେ ପିଜିଟି ପାଇଁ ଆପ୍ଲାଏ କରୁଛନ୍ତି ତ। ତାପରେ ପିଲାମାନେ ପିଜିଟି ମଡର୍ନ ଇଣ୍ଡିଆନ୍ ଲାଙ୍ଗୁଏଜ ମାନେ ଆପଣ ଜାଣିଥିବେ ଓଡ଼ିଆ। ଯଦି ଆପଣ ଟିଜିଟି ଓଡ଼ିଆ ପାଇଁ ଯଦି ଆପଣ ଆପ୍ଲାଏ କରୁଛନ୍ତି ନା, ପିଜିଟି ଓଡ଼ିଆ ପାଇଁ ଦେନ୍ ଆପଣ ବିଏଡ୍ ବି କରିଥିବା ଦରକାର। ଗୋଟେ ମିନିଟ୍, ଯଦି ଆପଣ ଗ୍ରାଜୁଏସନ୍ ବି କରିଥିବା ଦରକାର ଓଡ଼ିଆରେ ଆଉ ପିଜି ବି କରିଥିବା ଦରକାର ଓଡ଼ିଆରେ। ଆଉ 50% ମାର୍କ ଯେମିତି ହେଲେ ବି ଆପଣ ବିଏଡ୍ ରଖିଥିବା ଦରକାର। ଆଉ ଯୋଉଠି ବି ବିଏଡ୍ କରିଥିବେ ସେଇଟା ଏନସିଡି ରେକଗ୍ନାଇଜେସନ୍ ହେଇଥିବା ଦରକାର। ତାପରେ ତାପରେ ଆସନ୍ତୁ ଟିଜିଟି। ଟିଜିଟି ପାଇଁ ଯଦି ଆପଣ ଆପ୍ଲାଏ କରୁଛନ୍ତି ତାହେଲେ ଆପଣଙ୍କର ଗ୍ରାଜୁଏସନ୍ ମିନିମମ୍ 50% ପ୍ଲସ୍ ମାର୍କ ରହିଥିବା ଦରକାର। ତାପରେ ଆପଣଙ୍କର ବିଏଡ୍ ବି ମିନିମମ୍ 50% ମାର୍କ ରହିଥିବା ଦରକାର। ଠିକ୍ ଅଛି। ତା ସହିତ ଆପଣ ସିଟିଇଟି ପେପର 2 ଆପଣ ଯେମିତି ହେଲେ ବି କ୍ଲିୟର କରିଥିବା ଦରକାର। ଠିକ୍ ଅଛି। ତାପରେ ଏଇଟା ଆପଣ ପଢ଼ିଦେବେ, ଏକା ଜିନିଷ ହିଁ ଲେଖାଯାଇଛି ମୁଁ ଯାହା କହିଲି ଏଇନା। ହଁ, ଆଉ ଯୋଉ ଜାଗାରେ ବି ଆପଣ ବିଏଡ୍ କରୁଛନ୍ତି ସେଇଟା ଏନସିଟି ରେକଗ୍ନାଇଜେସନ୍ ହେଇଥିବା ଦରକାର। ତାପରେ 50% ମାର୍କ ଆପଣଙ୍କର ବିଏଡ୍ରେ ବି ରହିଥିବା ଦରକାର। ତାପରେ ବାସ୍ ଏତିକି ଆପଣ ଟିକେ ପଢ଼ିଦେବେ ଭଲସେ, ମୁଁ ଯାହା କହିଲି ସେତିକି। ଆଉ ଯଦି ବିଏଡ୍ କରୁଛନ୍ତି ବା ଏମଏଡ୍ କରୁଛନ୍ତି ସେଇଟା ବି ଏନସିଟି ରେକଗ୍ନାଇଜେସନ୍ ହେଇଥିବା ଦରକାର। ଏମଏଡ୍ରେ ବି ଆପଣଙ୍କର 50% ମାର୍କ ମିନିମମ୍ରେ ରହିଥିବା ଦରକାର। ତାପରେ ଆସନ୍ତୁ ଯିବା, ଏତିକି ରହିଥିଲା। ଏତିକି ହିଁ ପିଲାମାନେ ଥିଲା କ୍ୱାଲିଫିକେସନ୍ ଯଦି ଆପଣମାନେ ଟିଜିଟି ପାଇଁ ଆପ୍ଲାଏ କରୁଛନ୍ତି। ଆଉ ପିଜିଟି ପାଇଁ ଯାହା କ୍ୱାଲିଫିକେସନ୍ ମୁଁ ଆପଣଙ୍କୁ କହିଦେଲି। ତାପରେ ଆସନ୍ତୁ ଯିବା ତଳକୁ। ହଁ, ଯଦି ଆପଣମାନେ ଟିଜିଟି ହିନ୍ଦୀ, ଟିଜିଟି ଇଂଲିଶ ବା ଟିଜିଟି ଥାର୍ଡ ଲାଙ୍ଗୁଏଜ ମାନେ ପିଲାମାନେ ଏଇନା ସାଙ୍ଗେ ସାଙ୍ଗେ ଆପଣଙ୍କୁ କହିଲେ ଓଡ଼ିଆ, ଆମର ଓଡ଼ିଆ। ଠିକ୍ ଅଛି ନା। ଯଦି ଏତିକି ପାଇଁ ଯଦି ଆପଣ ଆପ୍ଲାଏ କରୁଛନ୍ତି ନା ତ ଆପଣଙ୍କର ଗ୍ରାଜୁଏସନ୍ରେ ଆପଣଙ୍କର ଆଇଦର ମେନ୍ ପେପର ମାନେ କ'ଣ କହିଲେ ଅନର୍ସ ପେପର, ମେନ୍ ପେପର ବା ଇଲେକ୍ଟିଭରେ ଆପଣଙ୍କର ହିନ୍ଦୀ ରହିଥିବା ଦରକାର। ଯଦି ଅଛି ତାହେଲେ ଆପଣ ଟିଜିଟି ହିନ୍ଦୀ ପାଇଁ ଆପଣ ଆପ୍ଲାଏ କରିପାରିବେ। ସେମ୍ ଆଉ ସେମ୍ ହେଲା ଇଂଲିଶ ପାଇଁ। ଯଦି ଆପଣଙ୍କର ଇଲେକ୍ଟିଭ ଆଉ ମେନ୍ ପେପର ଗ୍ରାଜୁଏସନ୍ ଯଦି ଇଂଲିଶ ଅଛି ଦେନ୍ ଆପଣମାନେ ଟିଜିଟି ଇଂଲିଶ ପାଇଁ ଆପ୍ଲାଏ କରିପାରିବେ। ଆଉ ଯଦି ଟିଜିଟି ଓଡ଼ିଆ ପାଇଁ ଯଦି ଆପଣ ଆପ୍ଲାଏ କରୁଛନ୍ତି ଆଇଦର ମେନ୍ ପେପର ନହେଲେ ଇଲେକ୍ଟିଭ ପେପର ଯଦି ଆପଣଙ୍କର ଅଛି ଓଡ଼ିଆ ଦେନ୍ ଆପଣ ଆପ୍ଲାଏ କରିପାରିବେ। ଆଉ ବିଏଡ୍ କରିଥିବେ ଏନସିଟି ରେକଗ୍ନାଇଜେସନ୍ ୟୁନିଭର୍ସିଟିରେ ଗ୍ରାଜୁଏସନ୍ରେ ମିନିମମ୍ 50% ମାର୍କ ରହିଥିବା ଦରକାର। ଆଉ ବିଏଡ୍ରେ ବି ଆପଣଙ୍କର ମିନିମମ୍ରେ 50% ମାର୍କ ରହିଥିବା ଦରକାର। ତାପରେ ଟିଜିଟି ଯଦି ଆପଣ ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚର ପାଇଁ ଯଦି ଆପ୍ଲାଏ କରୁଛନ୍ତି, ଟିଜିଟି ପାଇଁ ଯଦି ଆପଣମାନେ ଆପ୍ଲାଏ କରୁଛନ୍ତି କୋଉଥିରେ ମ୍ୟାଥ୍, ସାଇନ୍ସ ଆଉ ସୋସିଆଲ ଷ୍ଟଡିଜ୍ ପାଇଁ ଆପ୍ଲାଏ କରୁଛନ୍ତି, ଚାଲନ୍ତୁ ଦେଖିବା କ'ଣ କ'ଣ କ୍ୱାଲିଫିକେସନ୍ ମାଗୁଛି। ବିଏଡ୍ ସାର୍ଟିଫିକେଟ୍ ତ ମାଗିବ, ଏଇଟା ତ କହିଦେଲି। ତାପରେ ଦେଖନ୍ତୁ ସବଜେକ୍ଟ କ୍ୱାଲିଫିକେସନ୍କୁ ମାଗୁଛି। ଦେଖନ୍ତୁ ଯଦି ଆପଣମାନେ ଟିଜିଟି ମ୍ୟାଥ୍ ପାଇଁ ଆପ୍ଲାଏ କରୁଛନ୍ତି ନା, ଯଦି ଆପଣମାନେ ଗୋଟେ ମିନିଟ୍ କୋଉଠି ଗଲା, ହଁ, ଯଦି ଆପଣମାନେ ଟିଜିଟି ମ୍ୟାଥ୍ ପାଇଁ ଆପ୍ଲାଏ କରୁଛନ୍ତି ଦେନ୍ ଆପଣଙ୍କର ମ୍ୟାଥମେଟିକ୍ସ ଆଜି ଇଲେକ୍ଟିଭ ବା ମେନ୍ ସବଜେକ୍ଟ ହିସାବରେ ରହିଥିବା ଦରକାର। ଆପଣ ଗ୍ରାଜୁଏସନ୍ରେ ଆପଣଙ୍କର ମ୍ୟାଥମେଟିକ୍ସଟା ଆଇଦର ମେନ୍ ସବଜେକ୍ଟ ହିସାବରେ ନହେଲେ ଇଲେକ୍ଟିଭ ସବଜେକ୍ଟ ହିସାବରେ ରହିଥିବା ଦରକାର କ'ଣ ମ୍ୟାଥମେଟିକ୍ସଟା। ଦେନ୍ ଆପଣ ଟିଜିଟି ମ୍ୟାଥ୍ ପାଇଁ ଆପ୍ଲାଏ କରିପାରିବେ। ତାପରେ ଆଉ ଗୋଟେ କଥା, ଆପଣ କ'ଣ କରିବେ ନା, ଆଉ ଗୋଟେ ଜିନିଷ ଏଠି ମାନେ ଇମ୍ପୋର୍ଟାଣ୍ଟ ଜିନିଷ ଲେଖା ହେଇଛି କି ଆପଣ ଯଦି ବିଏସସି ଅନର୍ସ ଆପଣଙ୍କର ଫିଜିକ୍ସ ଆଉ କେମିଷ୍ଟ୍ରି ଯଦି ଅଛି ବା ଆପଣ ଯଦି କେମିଷ୍ଟ୍ରି ଆଉ ଫିଜିକ୍ସରେ ଯଦି ଆପଣ ଅନର୍ସ ନେଇକି ଯଦି +3 କରିଛନ୍ତି ତାହେଲେ ଆପଣ ଏଲିଜିବୁଲ୍ ରୁହନ୍ତି ଟିଜିଟି ମ୍ୟାଥ୍ ପାଇଁ ଆପ୍ଲାଏ କରିବାକୁ। ଠିକ୍ ଅଛି ନା। ଆପଣ ଭଲସେ ଦେଖନ୍ତୁ, ଏଠି ଲେଖା ହେଇଛି କ୍ୟାଣ୍ଡିଡେଟ୍ ୱିଥ୍ ବିଏସସି ଅନର୍ସ ଫିଜିକ୍ସ ଆଣ୍ଡ କେମିଷ୍ଟ୍ରି ଆର୍ ନଟ୍ ଏଲିଜିବୁଲ୍ ଫର୍ ଦ ଟିଜିଟି ମ୍ୟାଥ୍। ଆପଣ ଟିଜିଟି ମ୍ୟାଥ୍ ପାଇଁ ଏଲିଜିବୁଲ୍ ହିଁ ହୁଅନ୍ତି। ଠିକ୍ ଅଛି। ତାପରେ ଚାଲନ୍ତୁ ଟିଜିଟି ସାଇନ୍ସ ପାଇଁ ଯଦି ମାନେ ଆପ୍ଲାଏ ଆପଣ କରୁଛନ୍ତି ତ ଗ୍ରାଜୁଏସନ୍ରେ ଆପଣଙ୍କର ମିନିମମ୍ରେ ଏଇ 3ଟି ସବଜେକ୍ଟ
बायोलोजी लाइफ साइंस बा बटानी बा जूलोजी ए तीनोटी सब्जेक्ट आपनकर आइदर मेन पेपर हिसाब रे थिबो नले इलेक्टिव रे थिबो जदि आपनकर अछि देन आपण अप्लाई करि पारे कमे टीजीटी साइंस पे अप्लाई करि परिबे ठीक अछि चलंतु जिबा एथर नेक्स्ट टीजीटी सोशल स्टडीज टीजीटी सोशल स्टडीज पे जदि आपण अप्लाई करिया चाहछथि तो आपनकर मिनिमम रे दुईटी सब्जेक्ट रहितबा दरकार कोन को दुईटी आइदर हिस्ट्री ज्योग्राफी इकोनॉमिक्स पॉलिटिकल साइंस ये चारटा सब्जेक्ट रु मिनिमम रे दुईटी सब्जेक्ट आइदर मेन पेपर रे रहितबा दरकार नहले इलेक्टिव रे रहितबा दरकार ठीक अछि ना जेमिति हेले भी ए दुईटी सब्जेक्ट जदि आपनकर ग्रेजुएशन अछि आ आपण बीएड करिसंती देन आपनकर आपण अप्लाई करिबार कोन टीजीटी सोशल स्टडीज आपण अप्लाई करि परिबे तापर टीजीटी कंप्यूटर साइंस पे जदि आपण अप्लाई करिया चाहछंती देन पढि देबे आपनकर बैचलर डिग्री इन कंप्यूटर एप्लीकेशन बीसीए जदि आपण करथिबे 50% मार्क थिबो तापर आपण बीएड करथिबे जदि ताले आपण अप्लाई करि पारे आ गुटे जिंस पिला माने जदि आपण टीजीटी पे अप्लाई करछन ना तो आपण सीटीटी पेपर 2 आपनकर जेमिति हेले आपण क्लियर कर दरकार जदि सीटीटी पेपर 2 क्लियर नाही ताले आपण टीजीटी पे अप्लाई करि पारबे नाही ठीक अछि ना चलंतु आई थिंक मु आपनकर सब डाउट गुडा थर थर करी क्लियर करि पारथि जदि आपण को मो वीडियो आ मु जहा भी कहूची आपण किछि भी इन्फॉर्मेटिव बा किछि भी हेल्पफुल होउथाय देन आपण कोन करि परिबे ना गुटे लाइक साहाय्य रे मते जणाई परिबे नले कमेंट सेक्शन माध्यम रे आपण जणाई परिबे आ आपण तो को जदि मोर कथा कहबा शैली बा आपण जहा इन्फॉर्मेशन दउ जदि आपण बुझी पारुछंती तो आपण माने जेमिति ले मो चैनल को सब्सक्राइब गुटे करंतु जहा कि मते आगु को बढ़िबा को बहुत हेल्पफुल करिवो तापर तापर आपण जदि केबीएस रे जदि आपण लाइब्रेरियन पोस्ट बा केबीएस एनपीएस रे जदि आपण लाइब्रेरियन पोस्ट रे अप्लाई करिया चाहछथि त आपण बैचलर डिग्री इन लाइब्रेरी साइंस गोटे रिकॉग्निशन इंस्टीट्यूट नो आपण करिथिबे आ आपण एटलीस्ट 50% मार्क थिया दरकार कोतरे आपनकर जो बैचलर डिग्री इन लाइब्रेरी साइंस रे थिरे हमर मिनिमम रे 50% मार्क थिया दरकार तापर कंप्यूटर एप्लीकेशन जानिथिया दरकार आ इंग्लिश हिंदी रे आपण जानिथिया दरकार ठीक अछि तापर आसंतु हाँ आ गोटे कथा जदि आपण माने स्पेशल एजुकेटर पे अप्लाई करूछंती बा स्पेशल बीएड जदि आपण करिसंती आ बीएड रे आपनकर से स्पेशल बीएड रे आपण 50% अछि देन आपण स्पेशल एजुकेटर पे आप अप्लाई करि परिबे ठीक अछि आ जहा क्वालिफिकेशन आपण टिके पढि देबे कारण बेसी डिटेल गले हां आ गोटे कथा स्पेशल बा स्पेशल 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 एजुकेटर टीजीटी टीजीटी पे जदि आपण अप्लाई करूछन तो आपण सीटीटी पेपर 2 भी आपण बाहर रहित दरकार एटी पूरा क्लियरली पिला मन लिखा हिच तापर आसंतु हाँ एबे चलंतु आमे आसीबारी प्राइमरी टीचर प्राइमरी टीचर कोन म्यूजिक म्यूजिक तापर प्राइमरी नॉर्मल प्राइमरी टीचर तापर पिला माने आ गोटे थिबा दरकार स्पेशल एजुकेटर प्राइमरी टीचर जदि आपण स्पेशल एजुकेटर प्राइमरी टीचर पे अप्लाई करूछंती देन आपण पाखरे 2 इयर सीटी थिबा दरकार 2 इयर स्पेशल सीटी आपण करथिबा दरकार जदि आपण करिसंती देन आपण माने एलिजिबल होचंती स्पेशल एजुकेटर प्राइमरी टीचर पई तापर गोटे मिनिट तापर जदि आपण माने प्राइमरी टीचर पे अप्लाई करूछंती नॉर्मल प्राइमरी टीचर पे अप्लाई करूछंती आपण +2 विथ 2 इयर सीटी आपण करथिबा दरकार आ +2 रे आपनकर 50% मार्क थिबा दरकार 2 इयर सीटी रे आपनकर 50% मार्क थिबा दरकार ठीक अछि एटा टिके ध्यान देबे तापर असंत एथिरे भी सेम आपण स्पेशल सीटी करथिबा दरकार स्पेशल सीटी रे 50% मार्क थिबा दरकार आ +2 रे भी आपण 50% मार्क थिबा दरकार तापर चलंतु जिबा गोटे मिनिट हाँ आ गोटे जिंस आपनकर आपण सीटीईटी जदि आपण प्राइमरी टीचर पे अप्लाई करछन सीटीईटी पेपर 2 आपण जो पेपर 1 पर गोटे मिनिट जदि आपण स्पेशल जदि आपण प्राइमरी टीचर पे अप्लाई करछंती प्राइमरी टीचर पे जदि आपण अप्लाई करछंती तो आपण कोना सीटीईटी पेपर पेपर 1 आपनकर मैंडेटरी ठीक अछि ना आ टीजीटी पे जदि आपण अप्लाई करछंती ताले आपण सीटीईटी पेपर 2 आपनकर मैंडेटरी ठीक अछि ना आ सीटीईटी पई आपनकर फ्री क्लासेस मो YouTube चैनल ले आपनको मिली जिवो आ तार ई बुक जो ई बुक टा मु निजे प्रीवियस ईयर बेसिस रे बनैछि त ई बुक भी आपनको टेलीग्राम चैनल ले मिली जिवो टेलीग्राम चैनल को जॉइन करबा को हेले मात्र 100 टका रे आपण लाइक टेक जाय जॉइन करि परिबे गोटे क्यूआर थिबो मोर कम्युनिटी पोस्ट रे सेति आपण 100 टका पे कर देखि आपण कोन करिवे ना ता ऊपर गोटे आइदर लिंक नले कोनसी प्रकार व्हाट्सएप नंबर जे थिबो सेति आपण सेंड कर देबे स्क्रीनशॉट सेति सेंड कर देबे आउ तापर मु आपण गोटे मो प्राइवेट टेलीग्राम चैनल लिंक देबी जहा द्वारा आपण मो टेलीग्राम चैनल जॉइन ही जेतिक सब सीटीईटी रिगार्डिंग रो ई बुक हो प्रीवियस ईयर हो जहा भी एक्सपेक्टेड जेतिक भी आज पढ़ाई जी सीटीईटी रो प्रीवियस ईयर सीटीईटी रो ई बुक आ सीटीईटी रो क्वेश्चन प्रैक्टिस भी आपण मो टेलीग्राम चैनल रे करि परिबे आ हां एटा हला लाइफ टाइम वैलिडिटी जेते जाई टेलीग्राम चैनल टा रहिबो तापर जिबा चलंतु एडमिनिस्ट्रेटिव ऑफिसर रो जदि आपण अप्लाई करिया चाहउछथि
ତ ଆପଣ ଗୋଟେ ଗ୍ରାଜୁଏସନ୍ ଆପଣଙ୍କୁ ଦରକାର, ଠିକ୍ ଅଛି ନା? ଗ୍ରାଜୁଏସନ୍ ଦରକାର ଏଠି ଲେଖା ହେଇଛି, ଗ୍ରାଜୁଏସନ୍ ଆପଣଙ୍କର ଦରକାର। ତାପରେ ଆପଣ ଆପ୍ଲାଏ କରିପାରିବେ। ଫାଇନାନ୍ସ ଅଫିସରର ବି ସେମ୍। ତାପରେ ଚାଲନ୍ତୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ପାଇଁ ହେଲେ ଆପଣ ଏଇଟା ଆପଣ ପଜ୍ କରି ପଢ଼ିଦେବେ, ଆସିଷ୍ଟାଣ୍ଟ ଇଞ୍ଜିନିୟର ପାଇଁ କ'ଣ ଦରକାର, ଆଉ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପାଇଁ କ'ଣ ଦରକାର ଆପଣ ଟିକେ ପଢ଼ିଦେବେ, ଠିକ୍ ଅଛି ନା? ତାପରେ ଷ୍ଟେନୋଗ୍ରାଫର, ଯଦି ଆପଣ ଷ୍ଟେନୋଗ୍ରାଫର ଗ୍ରେଡ୍ 1 ପାଇଁ ଆପ୍ଲାଏ କରୁଛନ୍ତି ଦେନ୍ ଆପଣଙ୍କର ରାଇଟିଂ ସ୍ପିଡ୍ 100 ୱାର୍ଡ ପର୍ ମିନିଟ୍ ରହିଥିବା ଦରକାର, ଆଉ ଗ୍ରାଜୁଏଟ୍ ହେଇଥିବା ଦରକାର ଗୋଟେ ରେକଗ୍ନାଇଜେସନ୍ ୟୁନିଭର୍ସିଟିରୁ, ଆଉ ଆପଣଙ୍କ ପାଖରେ କମ୍ପ୍ୟୁଟର ଆପ୍ଲିକେସନର ଟିକେ ନଲେଜ ଥିବା ଦରକାର, ଆଉ କମ୍ପ୍ୟୁଟର ସାର୍ଟିଫିକେଟ୍ ଥିବା ଦରକାର, ଦେନ୍ ଆପଣ ଆପ୍ଲାଏ କରିପାରିବେ। ତାପରେ ଷ୍ଟେନୋଗ୍ରାଫରରେ ବି ସେମ୍। ତାପରେ ଆସନ୍ତୁ ଜୁନିୟର ସେକ୍ରେଟାରୀ ଆସିଷ୍ଟାଣ୍ଟ, ଟିକେ ଦେଖିଦେବେ କ୍ୱାଲିଫିକେସନ୍ ଆର କ'ଣ ରହୁଛି। ତାପରେ ଚାଲନ୍ତୁ ପିଲାମାନେ ଏଜ୍ ରିଲାକ୍ସେସନ୍। ଏଜ୍ ରିଲାକ୍ସେସନ୍ ଯଦି ଆପଣ SC ST କାଟାଗୋରୀ ଯଦି ଆପଣ ବିଲଙ୍ଗସ୍ କରୁଛନ୍ତି ଦେନ୍ ଆପଣଙ୍କର 5 ବର୍ଷର ଏଜ୍ ରିଲାକ୍ସେସନ୍ ରହିବ। ଯେତିକି ଇୟର୍ ଦେଇଥିବ ସେତିକିରେ ଆପଣ 5 ବର୍ଷ ଆଡ୍ କରିଦେବେ, ସେଇଟା ହେଲା ଆପଣଙ୍କର ଏଜ୍ ରିଲାକ୍ସେସନ୍। ସପୋଜ୍ ଦେଇଛି ଆପଣ 35 ଇୟର୍ ଯାଏଁ ହିଁ ଆପ୍ଲାଏ କରିପାରିବେ। ଗୋଟେ ଗୋଟେ ପୋଷ୍ଟରେ ଲେଖା ହେଇଥିବ ଯଦି 35 ଇୟର୍ ଯାଏଁ ଯଦି ଆପ୍ଲାଏ କରିପାରିବେ, ଯଦି ଆପଣ SC ST କାଟାଗୋରୀ ବିଲଙ୍ଗ କରିଥାନ୍ତି ଦେନ୍ ଆପଣଙ୍କର ସେଇଟା 40 ଇୟର୍ ଯାଏଁ ଏକ୍ସଟେଣ୍ଡ ହେଇଯିବ, ଠିକ୍ ଅଛି ନା? ଏଜ୍ ରିଲାକ୍ସେସନ୍। ଯଦି ଆପଣ OBCରୁ ଆପ୍ଲାଏ କରୁଛନ୍ତି 3 ଇୟର୍, ତାପରେ ଲେଖା ହେଇଛି ପିଲାମାନେ କ୍ଲିୟରଲି OBC ନନ୍ କ୍ରିମି ଲେୟାର। ନନ୍ କ୍ରିମି ଲେୟାର ମାନେ ହେଲା ଆପଣଙ୍କର ଆନୁଆଲ୍ ଇନକମ୍ 8 ଲାଖରୁ ଅଧିକ ହେଇନଥିବ। ଯଦି 8 ଲାଖରୁ ଅଧିକ ନାହିଁ ତ ଆପଣମାନେ ଆପ୍ଲାଏ କରିପାରିବେ OBC ବା ଅଦର ବ୍ୟାକଗ୍ରାଉଣ୍ଡ ଯେମିତିକି EWSରେ ଯଦି ଆପଣ ଆପ୍ଲାଏ କରୁଛନ୍ତି ତ ଆପଣଙ୍କର ଆନୁଆଲ୍ ଇନକମ୍ 8 ଲକ୍ଷରୁ ଅଧିକ ହେଇନଥିବା ଦରକାର, ଠିକ୍ ଅଛି? ତାପରେ ଚାଲନ୍ତୁ ଗୋଟେ ମିନିଟ୍, ଆଉ କ'ଣ ରହିଲା? ଏଠି ପିଲାମାନେ ଲେଖା ହେଇଛି ଯଦି ଆପଣମାନେ ୱିକର୍ ସେକ୍ସନ୍ ବା EWSରୁ ଯଦି ଆପଣ ବିଲଙ୍ଗ କରୁଛନ୍ତି ତ ଆପଣଙ୍କର ଆନୁଆଲ୍ ଇନକମ୍ 8 ଲକ୍ଷରୁ ଅଧିକ ହୋଇନଥିବା ଦରକାର। ତାପରେ ଆପଣଙ୍କର ଆଉ କ'ଣ, 5 ଏକରର ଏଗ୍ରିକଲଚର ଲ୍ୟାଣ୍ଡ ହୋଇନଥିବା ଦରକାର। ଆପଣ ଆହୁରି ପଢ଼ିଦେବେ ଯାହା ଲେଖା ହେଇଛି ପିଲାମାନେ। ରେସିଡେନ୍ସିଆଲ ପ୍ଲଟ୍ ନ ରହିଥିବା ଦରକାର, 100 ସ୍କୋୟାର ୟାର୍ଡସରୁ କମ୍ ରହିଥିବା ଦରକାର। ତାପରେ ଚାଲନ୍ତୁ ପିଲାମାନେ ଆସନ୍ତୁ ଏବେ ମୋଡ୍ ଅଫ୍ ସିଲେକ୍ସନକୁ ଯିବା। ମୋଡ୍ ଅଫ୍ ସିଲେକ୍ସନରେ ପିଲାମାନେ ଏଠି ଲେଖା ହେଇଛି ପିଲାମାନେ ଯୋଉମାନେ ଏଠି ଯୋଉ ସବୁ ପୋଷ୍ଟ ଗୁଡ଼ା ପିଲାମାନେ ଲେଖା ହେଇଛି ସେମାନଙ୍କର ଇଣ୍ଟରଭ୍ୟୁ ହବ। ଇଣ୍ଟରଭ୍ୟୁ ଏଠି ଯୋଉ ସବୁ ଲେଖା ହେଇଛି ପୋଷ୍ଟ ଗୁଡ଼ା ପିଲାମାନେ ସେ ସବୁର ଇଣ୍ଟରଭ୍ୟୁ ହବ, ଠିକ୍ ଅଛି ନା? ଚାଲନ୍ତୁ ଆଉ ଏମାନଙ୍କର ଗୋଟେ ମିନିଟ୍ ରହିଥା। ଏମାନଙ୍କର ଓନ୍ଲି ଟାୟାର 2 ହିଁ ଏକ୍ଜାମ ହବ। ଟାୟାର 2 ପରେ ଏମାନଙ୍କର ମେରିଟ୍ ଲିଷ୍ଟ ପଳେଇ ଆସେ, ଆଉ ଏମାନଙ୍କର ପିଲାମାନେ ଇଣ୍ଟରଭ୍ୟୁ ହବ, ଠିକ୍ ଅଛି? ଆସିଷ୍ଟାଣ୍ଟ କମିଶନର, ପ୍ରିନ୍ସିପାଲ, ଭାଇସ୍ ପ୍ରିନ୍ସିପାଲ, PGT, TGT ଏମାନଙ୍କର ପିଲାମାନେ ଇଣ୍ଟରଭ୍ୟୁ ହବ। ତାପରେ ପିଲାମାନେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଏମାନଙ୍କର ଓନ୍ଲି ଟାୟାର 2 ହିଁ ହବ। ବାସ୍ ଟାୟାର 2 ପରେ ଏମାନଙ୍କର ଫାଇନାଲ ମେରିଟ୍ ଲିଷ୍ଟ ପଳେଇ ଆସିବ। ତାପରେ ପିଲାମାନେ ଦେଖନ୍ତୁ ଆପଣଙ୍କର ଟାୟାର 1 ପିଲାମାନେ ଆର ମୋଡ୍ ଅଫ୍ ସିଲେକ୍ସନ ବା ଆପଣ ଯେତେବେଳେ KVS ପାଇଁ ଯଦି ଆପଣ ପ୍ରିପାରେସନ୍ କରୁଛନ୍ତି ବା ପ୍ରିପାରେସନ୍ ଯଦି ଆଗକୁ କରିବେ ପିଲାମାନେ ଆର 3ଟା ୱେରେ ସିଲେକ୍ସନ ହବ। ଗୋଟେ ମିନିଟ୍ ପିଲାମାନେ ଆର 3ଟା 3ଟା ୱେରେ ଆପଣଙ୍କର ସିଲେକ୍ସନ ବା 3ଟା ଷ୍ଟେପ୍ ଟିକେ ଆପଣ ସିଲେକ୍ସନ ହେବେ। ପ୍ରଥମ ଫେଜ୍ର ପିଲାମାନେ ଟାୟାର 1, ଦେନ୍ ହବ ଟାୟାର 2, ଦେନ୍ ଆପଣଙ୍କର ଇଣ୍ଟରଭ୍ୟୁ, ଠିକ୍ ଅଛି ନା? ଇଣ୍ଟରଭ୍ୟୁ ଏଇନା ଆପଣଙ୍କୁ ଉପରେ କହିଲି କୋଉମାନଙ୍କର ଇଣ୍ଟରଭ୍ୟୁ ହବ ଆଉ କୋଉମାନଙ୍କର ଇଣ୍ଟରଭ୍ୟୁ ହବନି। ଯଦି ଆପଣମାନେ ସବୁ ଟିଚିଂ ଜବ୍ ପାଇଁ ଆପ୍ଲାଏ କରୁଛନ୍ତି ତ ଆପଣଙ୍କର କମ୍ପଲସରି ଇଣ୍ଟରଭ୍ୟୁ ହବ, ଟିଚିଂ ଜବ୍ ଯେତିକ ରହିଲା। ଆଉ ଯଦି ଆପଣମାନେ ଆପ୍ଲାଏ କରୁଛନ୍ତି ନନ୍ ଟିଚିଂରେ ପ୍ରାୟ ଇଣ୍ଟରଭ୍ୟୁ ହୋଇନଥାଏ ବା ପ୍ରାୟ ପୋଷ୍ଟରେ ଇଣ୍ଟରଭ୍ୟୁ ହେଇନଥାଏ, କିନ୍ତୁ କିଛିଟା ପୋଷ୍ଟରେ ଆପଣଙ୍କର ଇଣ୍ଟରଭ୍ୟୁ ରିକ୍ୱାରମେଣ୍ଟ ଥାଏ। କିନ୍ତୁ ଯେତିକ ସବୁ ଟିଚିଂ ପୋଷ୍ଟ ଅଛି ସେଥିରେ କମ୍ପଲସରି ଇଣ୍ଟରଭ୍ୟୁ ହବ, ଠିକ୍ ଅଛି ନା? ଏଇଟା ମାଇଣ୍ଡରେ ରଖିଦିଅନ୍ତୁ। ତାପରେ ଆଉ ଗୋଟେ ଜିନିଷ ଟାୟାର 1ରେ ଆପଣଙ୍କର କ'ଣ ବା କ'ଣ ସବଜେକ୍ଟ ରହୁଛି ପିଲାମାନେ ଦେଖନ୍ତୁ। ଟାୟାର 1ରେ ପିଲାମାନେ ଆଉ ଗୋଟେ ଜିନିଷ ଏଠି ପିଲାମାନେ ଲେଖା ହେଇଛି, ଏଠି ଯାହା ଲେଖା ହେଇଛି ବା ଏଠି ଯୋଉ ସବୁ ଏକ୍ଜାମିନେସନ୍ ହବ ଯେମିତିକି ରିଜନିଂ, ନ୍ୟୁମେରିକାଲ ଆବିଲିଟି, କମ୍ପ୍ୟୁଟର, ତାପରେ ହେଲା GK, ତାପରେ ହେଲା ଇଂଲିଶ, ତାପରେ ହେଲା ଓଡ଼ିଆ। ବା ଏତିକି ସବଜେକ୍ଟ ପିଲାମାନେ ଏମାନେ ସବୁ ପୋଷ୍ଟ ପାଇଁ ବା ଟାୟାର 1ଟା ଆମର ସବୁ ପୋଷ୍ଟ ପାଇଁ ଟାୟାର 1ଟା ଏଇ ଏକ୍ଜାମ ପାଟର୍ନରେ ଟାୟାର 1ଟା ହବ ସବୁ ପୋଷ୍ଟ ପାଇଁ। କିନ୍ତୁ MTS ପାଇଁ ଏଇ ପାଟର୍ନରେ ହବ ନାହିଁ। MTS ପାଇଁ ଏଇ ତଳେ ଯୋଉ ଲେଖାଯାଇଛି ନା ଟାୟାର 1ଟା MTS ବାଲାଙ୍କ ପାଇଁ ଏଇ ପାଟର୍ନରେ ପିଲାମାନେ ହବ କ'ଣ MTS ପିଲାଙ୍କ ପାଇଁ। ଆଉ ବାକି ସମସ୍ତଙ୍କ ପାଇଁ ଟାୟାର 1 ଏଇ ପାଟର୍ନରେ ହବ। ସମସ୍ତଙ୍କର ଟାୟାର 1 କ'ଣ ହବ? ଜେନେରାଲ ରିଜନିଂ, ନ୍ୟୁମେରିକାଲ ଆବିଲିଟି, କମ୍ପ୍ୟୁଟର ଲିଟରେସି ଏତିକ ସବୁ ହବ। ଆଉ ମୁଁ ମୋ ଚ୍ୟାନେଲରେ ପିଲାମାନେ ଗୋଟେ ମିନିଟ୍ ଟିକେ ତଳକୁ ଆସିବାରେ ମୁଁ ମୋ ଚ୍ୟାନେଲରେ ପିଲାମାନେ ମ୍ୟାଥ୍,
ରିଜନିଂ, କମ୍ପ୍ୟୁଟର, ତାପରେ ହେଲା ଜିକେ, ତାପରେ ଆଉ ଗୋଟେ ହେଲା କଣ, ଗୋଟେ ମିନିଟ୍ ପିଲାମାନେ, ହଁ ଇଂଲିଶ ଆଉ ଓଡ଼ିଆ, ଇଂଲିଶ ଆଉ ଓଡ଼ିଆ, ଏଇ ସବୁର ପିଲାମାନେ ଫ୍ରି କ୍ଲାसेस, ପୁରା ଫ୍ରି ବେସିକ ପ୍ଲସ୍ क्वेश्चन ପ୍ରାକ୍ଟିସ୍ ପ୍ଲସ୍ ପିଡିଏଫ୍, ମୁଁ ଯୋଉ କଣଟି ପ୍ରିଭିୟସ୍ ଇୟର ହେଲା, ଏଇ ସବୁ ସବଜେକ୍ଟର ପୁରା ଫ୍ରିରେ ବେସିକ୍ କ୍ଲିୟର କରେଇଦେବି, ଆପଣଙ୍କର କ୍ୱେଶ୍ଚିନ୍ ବି ପ୍ରାକ୍ଟିସ୍ କରେଇଦେବି, ପ୍ରିଭିୟସ୍ ବି ପ୍ରାକ୍ଟିସ୍ କରେଇଦେବି ପୁରା ଫ୍ରିରେ। ଆଉ ଆର ଥିଓରି ନୋଟ୍ ଗୁଡ଼ା ଯେମିତିକି ମ୍ୟାଥର ଫର୍ମୁଲା ସିଟ୍ ହଉ, ରିଜନିଂର ଫର୍ମୁଲା ସିଟ୍ ହଉ, କମ୍ପ୍ୟୁଟର ଥିଓରି ନୋଟ୍ ହଉ ବା ଇ ବୁକ୍ ହଉ, ଜିକେର ଇ ବୁକ୍ ହଉ, ଇଂଲିଶର ଇ ବୁକ୍ ହଉ, ଆଉ ଓଡ଼ିଆର ଇ ବୁକ୍, ସବୁଟିକୁ ମୁଁ ଟେଲିଗ୍ରାମ ଚ୍ୟାନେଲ ପୁରା ଫ୍ରିରେ ଆପଣ ଯୋଉ ଟେଲିଗ୍ରାମ ଚ୍ୟାନେଲକୁ ଅପଲୋଡ କରିଦେବି। ମୋ ଟେଲିଗ୍ରାମ ଚ୍ୟାନେଲ ଯଦି ଆପଣ ଜଏନ୍ କରିବାକୁ ଚାହୁଁଛନ୍ତି, ଏଇଠି ଗୋଟେ କମ୍ୟୁନିଟି ପୋଷ୍ଟ ଥିରେ, ଏଇ ଯୋଉ ଆମ ଚ୍ୟାନେଲ ଗୋଟେ କମ୍ୟୁନିଟି ପୋଷ୍ଟ ଥିବ, କମ୍ୟୁନିଟି ପୋଷ୍ଟ, ଏ କମ୍ୟୁନିଟି ପୋଷ୍ଟର ଗୋଟେ ଥିବ, ସେଇ ତଳେ ଗୋଟେ କ୍ୟୁଆର କୋଡ୍ ଦିଆଯାଇଥିବ, ସେ କ୍ୟୁଆର କୋଡ୍ରେ ଆପଣ 100 ଟଙ୍କା ପେ କରି ଆପଣ କଣ ନା ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିପାରିବେ। କେମିତି ଜଏନ୍ କରିବେ, ସେଇ ଉପରେ କିନା ଗୋଟେ ନମ୍ବର ବା ଲିଙ୍କ ଥିବ, ସେ ଲିଙ୍କରେ ଆପଣ ସେ ସ୍କ୍ରିନଶଟଟା ସେୟାର କରିଦେଲେ ମୁଁ ଆପଣଙ୍କୁ ମୋ ଟେଲିଗ୍ରାମ ଚ୍ୟାନେଲର ପ୍ରାଇଭେଟ ଲିଙ୍କ ଆପଣଙ୍କୁ ସେୟାର କରିଦେବି। ଆଉ ଯାହା ବି ସବୁ କ୍ଲାसेସ୍ ଗୁଡ଼ା ନା, ଏଇ ଯୋଉ ଆପଣମାନେ ଦେଖୁଛନ୍ତି ରିଜନିଂ, ନ୍ୟୁମେରିକ ଆବିଲିଟି, ରିଜନିଂର ଥିଓରି ନୋଟ୍ସ, ନ୍ୟୁମେରିକ ଆବିଲିଟିର ଥିଓରି ନୋଟ୍ସ, ଆଉ କୋଶ୍ଚିନ୍ସ ଆଉ ପ୍ରିଭିୟସ୍ ଇୟର କୋଶ୍ଚିନ୍ସ ସବୁ ସିଷ୍ଟମାଟିକ୍ ୱାଇଜ୍ ମୁଁ ଟେଲିଗ୍ରାମରେ ମୋର ଦେଇଦେବି। ଯେହେତୁ ମୋ ନୂଆ ଚ୍ୟାନେଲଟା ଟିକେ ଟାଇମ୍ ଲାଗୁଛି ମୋତେ ସବୁ ଜିନିଷ ବନାଇଲା ବେଳକୁ, କିନ୍ତୁ କିଛି ଦିନ ପରେ ମୁଁ ସବୁ ଜିନିଷ ଆପଣଙ୍କୁ ମୋ ଟେଲିଗ୍ରାମ ଚ୍ୟାନେଲ ଅପଲୋଡ କରିଦେବି। ତ ଜଏନ୍ କରିଦିଅନ୍ତୁ। ଆଉ ଟେଲିଗ୍ରାମ ଚ୍ୟାନେଲରେ ଆପଣ ଯୋଉ ଜଏନ୍ କରିବେ ନା, 100 ଆପଣ ଲାଇଫ୍ ଟାଇମ୍ ଯେତେ ଯାଏଁ ଏଇ ଟେଲିଗ୍ରାମ ଚ୍ୟାନେଲଟା ଅଛି, ସେତେ ଯାଏଁ ଆପଣ ତାର ଲାଭ ଉଠେଇ ପାରିବେ। ଠିକ୍ ଅଛି ନା? ଆଉ ବହୁତ ଜିନିଷ, ଖାଲି ନୋଟ୍ସ, ଥିଓରି ନୋଟ୍ସ ବି ନୁହଁ, ଆପଣଙ୍କୁ ବହୁତ ସାରା ବୁକ୍, ଯେମିତିକି ଏନ୍ସିଟିର ସରି ଏନ୍ସିଆରଟିର ସବୁତିକ ବୁକ୍ର ପିଡିଏଫ୍ ମୁଁ ଚେଷ୍ଟା କରୁଛି ଅପଲୋଡ କରିଦେବି। ତାପରେ ପିଲାମାନେ ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟର ସବୁତିକ ବୁକ୍ର ପିଡିଏଫ୍ ଅପଲୋଡ କରିଦେବି। ଯେତିକ ଇମ୍ପୋର୍ଟାଣ୍ଟ ବୁକ୍ର ବି ମୁଁ ପିଡିଏଫ୍ ସବୁତିକ ଫ୍ରିର ମାନେ ଟେଲିଗ୍ରାମ ଚ୍ୟାନେଲରେ ଅପଲୋଡ କରିଦେବି। ସେଥିପାଇଁ ଆପଣ ଟେନସନ୍ ନେବା ଦରକାର ନାହିଁ। କିନ୍ତୁ ମୁଁ ଯୋଉ ମ୍ୟାଥର ହଉ, ରିଜନିଂର ହଉ, ଯୋଉ ଫର୍ମୁଲା ସିଟ୍ ଗୁଡ଼ା ନା, ଯୋଉଟା ସବୁ ନିଜେ ବନେଇଛି ଏକ୍ଜାମ ପାଇଁ ବା ବନଉଛି, ଏବେ ଚାଲିଛି କାମ ଚାଲିଛି, ତାକୁ ବି ମୁଁ ମୋର ଟେଲିଗ୍ରାମ ଚ୍ୟାନେଲ ଅପଲୋଡ କରିଦେବି, ଯୋଉଟାକି ଆପଣମାନଙ୍କ ପାଇଁ ବହୁତ ବେନିଫିସିଆଲ ହବ। ତ ଆପଣମାନେ କ'ଣ କରିବେ, ଏଇ ଯୋଉ କମ୍ୟୁନିଟି ପୋଷ୍ଟ ଗୋଟେ କ୍ୟୁଆର ଅଛି, ସେଥିରେ 100 ଟଙ୍କା ପେ କରି ଆପଣ ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିଦେବେ। ଠିକ୍ ଅଛି ନା? ଯାହାଫଳରେ କି ଆପଣଙ୍କର ୟୁଟ୍ୟୁବରେ ତ ସବୁ ଜିନିଷ ଫ୍ରିରେ ପାଇଯିବେ ବା କ୍ଲାସେସ୍ ଗୁଡ଼ା ଫ୍ରିରେ ହେଇଯିବ, କିନ୍ତୁ ଆପଣ ଯେତେବେଳେ ରିଭିଜନ କରିବେ ନା, ସେ ରିଭିଜନ ପାଇଁ ଏସବୁ ଜିନିଷ ବହୁତ ଇମ୍ପୋର୍ଟାଣ୍ଟ। ଆଉ ବିନା ରିଭିଜନରେ ଏକ୍ଜାମ କ୍ଲିୟର କରିବା ତ କୌଣସି ବି ଏକ୍ଜାମ ଆପଣ କ୍ଲିୟର କରିପାରିବେ ନାହିଁ। ଏଇଟା ଭଲସେ ମନେ ରଖନ୍ତୁ। ତାପରେ ଚାଲନ୍ତୁ ଯିବା। ହଁ, ଗୋଟେ ମିନିଟ୍। ଗୋଟେ ମିନିଟ୍, ହଁ। ପିଲାମାନେ ଏଠି ଗୋଟେ ଜିନିଷ ଲେଖାଯାଇଛି କି 1:10 ରେସିଓରେ, ଠିକ୍ ଅଛି ନା? 1:10 ରେସିଓରେ ପିଲାମାନେ ଟାୟାର 2 କୁ ଯିବେ। ସପୋଜ ଆପଣଙ୍କର ପୋଷ୍ଟ ବାହାରିଛି 10ଟି ପୋଷ୍ଟ ବାହାରିଛି, ମାନେ ବହୁତ ସାରା ପୋଷ୍ଟ ବାହାରିଛି, କିନ୍ତୁ ସପୋଜ ମୁଁ କହୁଛି ଯେ ଆପଣଙ୍କର ମାନେ ଭାବନ୍ତୁ 10ଟି ପୋଷ୍ଟ ବାହାରିଛି। ଟାୟାର 1ରେ ଟାୟାର 1ରେ ଯେତିକ ବି ପିଲା ଦେବେ ବା ଯେତିକ ବି ପିଲା ଦେବେ, ଆଉ ଟାୟାର 2 କୁ ପୋଷ୍ଟ ଅନୁସାରେ 10 ଗୁଣା ପିଲା ହିଁ ସିଲେକ୍ଟ ହେବେ। ସପୋଜ ଟାୟାର 2ରେ ଲକ୍ଷେ ପିଲା ପରୀକ୍ଷା ଦେଲେ, ଯୋଉ ଟାୟାର 1ରେ ଲକ୍ଷେ ପିଲା ସପୋଜ ଏକ୍ଜାମିନେସନରେ ବସିଲେ ବା ଲକ୍ଷେ ପିଲାମାନେ ଏକ୍ଜାମ ଦେବେ, ସେ ଲକ୍ଷେ ପିଲାରୁ ମାତ୍ର 10 ଗୁଣା ପିଲା ବା ଯେତିକି ପୋଷ୍ଟ ଆଭେଲେବୁଲ ଅଛି, ତାର 10 ଗୁଣା ପିଲା, ମାତ୍ର 100ଟା ପିଲା ହିଁ ସିଲେକ୍ସନ ହେବେ କୋଉଥିରେ, ଟାୟାର 2 କୁ। ଠିକ୍ ଅଛି? ଆଉ ଇଣ୍ଟରଭ୍ୟୁକୁ ଏଇ 100 ଯୋଉ ପିଲା, ସେମାନେ ସବୁ ଟାୟାର 2ରେ ବସିବେ। ତାପରେ ଟାୟାର 2 ପରେ ଇଣ୍ଟରଭ୍ୟୁ 3 ଗୁଣା ପିଲା ହିଁ ସିଲେକ୍ଟ ହେବେ, ମାନେ 30 ଜଣ ପିଲା ସିଲେକ୍ଟ ହେବେ। ତାପରେ ଇଣ୍ଟରଭ୍ୟୁରୁ ଆପଣଙ୍କର ଯାହା ବି କଟି କାଟିକି ଯେତିକି ପୋଷ୍ଟ ଥିବ, ସେତିକି ପିଲା ହିଁ ଟୋଟାଲ ଉପରେ ଫାଇନାଲ ମେରିଟ୍ ଲିଷ୍ଟରେ ଆପଣଙ୍କର ନାଁ ଆସିବ। ଠିକ୍ ଅଛି? ଆଇ ଥିଙ୍କ ଆପଣ ବୁଝିପାରୁଥିବେ ଆର ଇଏ। ତାପରେ ନେଗେଟିଭ ମାର୍କିଂ ବିଷୟରେ କୁହାଯାଇଛି ଏଠି ପିଲାମାନେ, 1/3 ନେଗେଟିଭ ମାର୍କିଂ। 1/3 ନେଗେଟିଭ ମାର୍କିଂ। ସପୋଜ ଆପଣ 1 ମାର୍କର ଗୋଟେ ଆନ୍ସର ଠିକ୍ କରିଦେଲେ, ଆଉ ଗୋଟେ ଆନ୍ସର ଆପଣ ଭୁଲ କରିଦେଲେ, ତ ଆପଣଙ୍କର କେତେ ମାର୍କ ରହିବ ପିଲାମାନେ କହିଲେ? 66.33, ଯୋଉ ସରି 66। ଠିକ୍ ଅଛି ନା? କାରଣ ଆପଣଙ୍କର ଏବେ ଟୋଟାଲ ମାର୍କ ସ୍କୋର କରିବେ ଗୋଟେ ମିନିଟ୍ ରହିଲେ, ଭୁଲ କହିଲି ମୁଁ। ହଁ, ଦେଖନ୍ତୁ ପିଲାମାନେ, ଯଦି ଆପଣ ଗୋଟିଏ କ୍ୱେଶ୍ଚିନ୍ ଠିକ୍ କରିଦେଲେ, ଗୋଟେ ମିନିଟ୍, ହଁ, ଯଦି ଆପଣ ଗୋଟିଏ କ୍ୱେଶ୍ଚିନ୍ ଠିକ୍ କରିଦେଲେ ଆଉ ଗୋଟିଏ କ୍ୱେଶ୍ଚିନ୍ ଯଦି ଆପଣ ଭୁଲ କରିଦେଲେ, ତ ଆପଣ କେତେ ମାର୍କ ସ୍କୋର କରିବେ ପିଲାମାନେ ଜାଣିଛନ୍ତି? ତ ଆପଣ ସ୍କୋର କରିବେ 0.66 ମାର୍କ ଆପଣଙ୍କର ସ୍କୋର କରିବେ। ଆଉ ଯଦି ତା ଅନୁସାରେ ଆପଣ କାଲକୁଲେସନ କରିଦେବେ, କାରଣ ଆପଣଙ୍କର କଟିଯିବ କେତେ, 0.33 ମାର୍କ ଆପଣଙ୍କର କଟିଯିବ, ଯଦି ଆପଣ ଗୋଟେ କ୍ୱେଶ୍ଚିନ୍ ଠିକ୍ କରୁଛନ୍ତି, ଗୋଟେ କ୍ୱେଶ୍ଚିନ୍ ଭୁଲ କରୁଛନ୍ତି। ଠିକ୍ ଅଛି ନା? ତାପରେ ଚାଲନ୍ତୁ ଯିବା।
ନେକ୍ସଟକୁ ଯିବା। नो ପ୍ରୋଭିଡେନ୍ସ ଇଏ ହଁ ଆଉ ଗୋଟେ ପିଲାମାନେ ଆପଣଙ୍କର ରିଇଭାଲୁଏସନ୍ ବୋଲି କିଛି ସିଷ୍ଟମ୍ ନାହିଁ ଏଠି। ରିଇଭାଲୁଏସନ୍ ମାନେ ଆମର ଓଡ଼ିଶାରେ ଯେମିତି କୋଶ୍ଚିନ୍ ଭୁଲ ହେଇଗଲେ ଆମେ ଅପିଲ୍ କରୁଛେ ଯେ ସାର୍ କୋଶ୍ଚିନ୍ ଭୁଲ ପଡ଼ିଥିଲା, ଏସେ ପଡ଼ିଥିଲା। ଆମେ ଆପ୍ଲାଏ କରୁଛେ ପୁଣି ତାକୁ ରିଇଭାଲୁଏସନ୍ ହେଇକି ଆନ୍ସର ସିଟ୍ ଆସୁଛି। ତ ଏଠି କିଛି ସିଷ୍ଟମ୍ ନାହିଁ ସେମିତି। ଡାଇରେକ୍ଟ କହିଛି ଯାହା ବି ସେମାନେ ଆନ୍ସର ଦେବେ ସେଇଟା ହିଁ ଫାଇନାଲ୍ ଆନ୍ସର। କୌଣସି ରିଇଭାଲୁଏସନ୍ ସିଷ୍ଟମ୍ ନାହିଁ। ତାପରେ ଚାଲନ୍ତୁ। ହଁ ଏଇଟା ପିଲାମାନେ ଟାୟାର 1 କଥା ସଇଲା। ଟାୟାର 2 କଥା ହେବେ। ଟାୟାର 2 ରେ ବା ସରି ହଁ ଟାୟାର 1 ରେ ପିଲାମାନେ କୋଶ୍ଚିନ୍ ସଂଖ୍ୟା କେତେ ଥିଲା? 100 300 ଦେଖନ୍ତୁ। ମାସେ ଦେଖନ୍ତୁ ଆପଣ ଯେତେବେଳେ ଟାୟାର 1 ଦେବେ ନା ଟାୟାର 1 ରେ ଆପଣଙ୍କର ଟୋଟାଲ ଉପରେ 100ଟା କୋଶ୍ଚିନ୍ ପଡ଼ିବ। ଆଉ ଇଚ୍ କୋଶ୍ଚିନ୍ 3 ମାର୍କ କ୍ୟାରି କରିବ। ମାନେ ଗୋଟେ କୋଶ୍ଚିନ୍ 3 ମାର୍କ କ୍ୟାରି କରିବ। ତ 100ଟା କୋଶ୍ଚିନ୍ କି 300 ମାର୍କ। ଠିକ୍ ଅଛି ନା? ତ ଟାୟାର 1 ରେ ଆପଣ ଟୋଟାଲ 300 ମାର୍କର ପରୀକ୍ଷା ଦେବେ। ଆଉ କେତେଟା କୋଶ୍ଚିନ୍ ପଡ଼ିବ? 100ଟା କୋଶ୍ଚିନ୍ ପଡ଼ିବ। ଏଇଟା ଟାୟାର 1 ରେ। ଟାୟାର 2 ରେ ମୋଡ୍ ଅଫ୍ ଏକ୍ସାମିନେସନ୍ ଟା ଟିକେ ଅଲଗା। ଟାୟାର 2 ରେ ଟାୟାର 2 ରେ କ'ଣ ଆପଣ ଟୋଟାଲ 70ଟା କୋଶ୍ଚିନ୍ ବା 70ଟା କୋଶ୍ଚିନ୍ ଟୋଟାଲ ପଡ଼ିବ। ସେଇଥିରୁ 60ଟା ପଡ଼ିବ ଅବଜେକ୍ଟିଭ ଆଉ ପଡ଼ିବ 10ଟା ପଡ଼ିବ ସବଜେକ୍ଟିଭ। ଠିକ୍ ଅଛି ନା? ଅବଜେକ୍ଟିଭ ଯୋଉ 60ଟା ପଡ଼ିବ ପିଲାମାନେ ଗୋଟେ ମିନିଟ୍। ଅବଜେକ୍ଟିଭ ଯୋଉ 60ଟା ପଡ଼ିବ ଏ 60ରୁ ବା ଏ 60ଟା ଯୋଉ ଅବଜେକ୍ଟିଭ ପଡ଼ିବ ଇଚ୍ କୋଶ୍ଚିନ୍ ବା ପ୍ରତିଟି କୋଶ୍ଚିନ୍ 1 ମାର୍କ ଲେଖେ। ତ 60ଟା କୋଶ୍ଚିନ୍ କି ଆପଣଙ୍କର ଟୋଟାଲ ଉପରେ କେତେ 60 ମାର୍କ। ତାପରେ ଏଇ ଯୋଉ 10ଟା କୋଶ୍ଚିନ୍ ସବଜେକ୍ଟିଭ ପଡ଼ିବ ବା ଆପଣଙ୍କର ଡିସ୍କ୍ରିପ୍ଟିଭ ବା ଆପଣଙ୍କୁ ଲେଖିବାକୁ ପଡ଼ିବ। ଏ ପ୍ରତିଟି କୋଶ୍ଚିନ୍ 4 ମାର୍କ ଲେଖାଏଁ କ୍ୟାରି କରେ। ତେଣୁ 10ଟା କୋଶ୍ଚିନ୍ ଆପଣଙ୍କର 40 ମାର୍କ। ଠିକ୍ ଅଛି ନା? ତ ଟୋଟାଲ ଯଦି ମିଶେଇଦବା 100 ମାର୍କ। ତ ଆପଣଙ୍କର ଟାୟାର 2 ରେ ଆପଣଙ୍କୁ 100 ମାର୍କର ପରୀକ୍ଷା ଦେବାକୁ ପଡ଼ିବ। ଟାୟାର 1 ରେ ଆପଣଙ୍କୁ 300 ମାର୍କର ପରୀକ୍ଷା ଦେବାକୁ ପଡ଼ୁଥିଲା। ଆଉ ଟାୟାର 2 ରେ ଆପଣଙ୍କୁ 100 ମାର୍କର ପରୀକ୍ଷା ଦେବାକୁ ପଡ଼ିବ। ଠିକ୍ ଅଛି ନା? ତ ଆପଣମାନେ ଏଇଟା ଜାଣିସାରିଥିବେ ଯୋଉ କଣଟି ଆପଣଙ୍କର ଡାଉଟ୍ ଏଇଟା ମୁଁ କ୍ଲିୟର କରିପାରିଥିବି ଯାହା ଡାଉଟ୍ ଥିବ କି ଆପଣଙ୍କର ସରି ସବୁ ଜିନିଷ ଆପଣଙ୍କର କ୍ଲିୟରଲି ଆପଣଙ୍କୁ ବୁଝା ପଡ଼ୁଥିବ। ତାପରେ ଦେଖନ୍ତୁ ହଁ ଟାୟାର 1 ରେ ଯୋଉ ଅବଜେକ୍ଟିଭ କୋଶ୍ଚିନ୍ ପିଲାମାନେ ପଡ଼ିବନି ଟାୟାର 1 ରେ ସରି ଯୋଉ ଟାୟାର 2 ରେ ଯୋଉ ଅବଜେକ୍ଟିଭ କୋଶ୍ଚିନ୍ ପଡ଼ିବ ବା ଯୋଉ ଏମସିକ୍ୟୁ ବେସ୍ଡ କୋଶ୍ଚିନ୍ ପଡ଼ିବ ସେଇଥିରେ ନେଗେଟିଭ ମାର୍କିଂ ହେଲା 1/4। ସପୋଜ ଆପଣ ଗୋଟେ ମାର୍କ ଠିକ୍ କରିଦେଲେ ଗୋଟେ ମାର୍କ ଯଦି ଆପଣ ଭୁଲ କରିଦେଲେ ଦେନ୍ ଆପଣଙ୍କର ଟୋଟାଲ 0.75 ମାର୍କ ଆପଣ ସ୍କୋର କଲେ। ଠିକ୍ ଅଛି ନା? ତା ହିସାବରେ ଆପଣ କାଲକୁଲେଟ୍ କରିଦେବେ। ତାପରେ ଦେଖନ୍ତୁ ଗୋଟେ ମିନିଟ୍। ହଁ ହଁ ମୁଁ ତ କହିଦେଲି ଆଉ ଫାଷ୍ଟ ହେଲା ଟାୟାର 1 ରେ ଆପଣଙ୍କର ଯେତିକି ପିଲା ବସିଥିବେ ତାର ସେଇଥିରୁ ଆପଣଙ୍କର ଟାୟାର 2 କୁ ପୋଷ୍ଟ ଅନୁସାରେ 10 ଗୁଣା ପିଲା ଆସିବେ। ଇଣ୍ଟରଭ୍ୟୁକୁ 3 ଗୁଣା ପିଲା ଆସିବେ। ଠିକ୍ ଅଛି ନା? ଇଣ୍ଟରଭ୍ୟୁକୁ 3 ଗୁଣା ପିଲା ଆସିବେ। ବାକି ତାପରେ ଫାଇନାଲ ମେରିଟ୍ ଲିଷ୍ଟ ଆସିବ। ତାପରେ ଆପଣ ଦେଖିଥିବେ ଜୁନିୟର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ ଟାଇପିଂ ସ୍ପିଡ୍ କ'ଣ କ'ଣ ଅଛି ଆପଣ ଟିକେ ପଜ୍ କରି ପଢ଼ି ଦିଅନ୍ତୁ। ତାପରେ ଏବେ ଆସନ୍ତୁ ପ୍ରୋସେସ୍ ଅଫ୍ କ୍ୟାଣ୍ଡିଡେଟ୍ ଆଉ କ'ଣ ରହିଲା କି ମୁଁ ଟିକେ ଦେଖିଦିଏ ଚେକ୍ କରିଦେଉଛି। ଆଉ ଏତେ ଇମ୍ପୋର୍ଟାଣ୍ଟ ନୁହଁ। ଯଦି ଆପଣ ପଢ଼ିବାକୁ ଚାହିଁବେ ପଢ଼ିପାରିବେ। ତାପରେ ପିଲାମାନେ ଗୋଟେ ମିନିଟ୍ ହଁ ଦେଖନ୍ତୁ ପିଲାମାନେ ଏକ୍ସାମିନେସନ୍ ଫି ଏଥିରେ ଆପଣ ଏକ୍ସାମିନେସନ୍ ଫି ଅଛି ଫ୍ରିରେ ଆପ୍ଲାଏ ନୁହଁ। ଏକ୍ସାମିନେସନ୍ ଫି ଦେବାକୁ ପଡ଼ିବ କୋଉଥିପାଇଁ ଦେଖନ୍ତୁ ଯଦି ଆପଣମାନେ ଆପ୍ଲାଏ କରୁଛନ୍ତି ଆସିଷ୍ଟାଣ୍ଟ କମିଶନର ପ୍ରିନ୍ସିପାଲ ତାପରେ ଭାଇସ୍ ପ୍ରିନ୍ସିପାଲ ପାଇଁ ଯଦି ଆପଣ ଆପ୍ଲାଏ କରୁଛନ୍ତି ନା ତ ଆପଣଙ୍କର ଏକ୍ସାମିନେସନ୍ ଫି ଆପଣଙ୍କୁ ଦେବାକୁ ପଡ଼ିବ 300 ଆଉ ପ୍ରୋସେସିଂ ଫି ଆପଣଙ୍କୁ ଦେବାକୁ ପଡ଼ିବ 500। ତ ଟୋଟାଲ ଉପରେ ଆପଣଙ୍କୁ 2800 ଟଙ୍କା ଆପଣଙ୍କୁ ପେ କରିବାକୁ ପଡ଼ିବ। ଠିକ୍ ଅଛି ନା? ତାପରେ ଦେଖନ୍ତୁ ଆଉ ଯଦି ଆପଣମାନେ ପିଜିଟି ଟିଜିଟି ପିଆରଟି ଆଉ ବାକି ଯେତିକି ରହିଲା ଯଦି ଆପଣ ଆପ୍ଲାଏ କରିବାକୁ ଚାହୁଁଛନ୍ତି କୋଉ ଯାଏଁ ଏଇଥିରେ ଆପଣମାନେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ନା ତ ଆପଣଙ୍କର ଆପ୍ଲିକେସନ୍ ଫି ପିଲାମାନେ ରହିବ 1500। ଠିକ୍ ଅଛି। ଆଉ ଆପଣଙ୍କର ପ୍ରୋସେସିଂ ଫି ରହିବ 500। ତ ଟୋଟାଲ ଉପରେ ଆପଣଙ୍କୁ ପେ କରିବାକୁ ପଡ଼ିବ 2000 ଟଙ୍କା ଆପଣ ଯଦି ଆପ୍ଲାଏ କରୁଛନ୍ତି। ଆଉ ବାକି ତ ଆପଣ ଦେଖିଥିବେ ନନ୍ ଟିଚିଂର 1200 ପ୍ଲସ୍ 500 1700 ଟଙ୍କା ଆପଣ ନନ୍ ଟିଚିଂ ବାଲାଙ୍କର ବି ଆପଣ ଦେଖିପାରିବେ କେତେ ଟଙ୍କା ଲେଖାଏଁ ଆପଣ ପେ କରିକି ଆପ୍ଲାଏ କରିପାରିବେ। ଯଦି ଏତେ ଟଙ୍କା ଲେଖାଏଁ ନେଉଛନ୍ତି ତ ଆପଣମାନେ ପ୍ରିପାରେସନ୍ଟା ବି ସେଇଭଳିଆ କରିବା ଦରକାର ଜୋରଦାର କରିବା ଦରକାର। ଆମ ଟେଲିଗ୍ରାମ ଚ୍ୟାନେଲରେ ସବୁ ଜିନିଷର ଥିଓରି ଆପଣଙ୍କୁ ପୁରା ଫ୍ରିରେ ମିଳିଯିବ। ଆଉ ୟୁଟ୍ୟୁବରେ ସବୁ କ୍ଲାସ୍ ଗୁଡ଼ା ଆମର ଫ୍ରିରେ ଆପଣଙ୍କୁ ମିଳିଯିବ। ଆପଣ ପୁରା ଫ୍ରିରେ ୟୁଟ୍ୟୁବରେ ପଢ଼ିପାରିବେ। ଠିକ୍ ଅଛି ନା? ଚାଲନ୍ତୁ ମିନିଟ୍। ଆଉ ଗୋଟେ ଜିନିଷ ପିଲାମାନେ ଏକ୍ସଟ୍ରା ଜିଏସଟି ବି ଆପଣଙ୍କୁ ଦେବାକୁ ପଡ଼ିବ। ଏଇଠି ଲେଖା ହେଇଛି ପିଲାମାନେ ଏକ୍ସଟ୍ରା ଜିଏସଟି ବି ଆପଣଙ୍କର ଦେବାକୁ ପଡ଼ିବ। ତାପରେ ଦେଖନ୍ତୁ ହଁ
ପିଲାମାନେ ଆପଣଙ୍କର ରେଜିଷ୍ଟ୍ରେସନ ଷ୍ଟାର୍ଟ ହେଇଯାଉଛି 14 ନଭେମ୍ବରରୁ ଆଉ କ୍ଲୋଜ ହଁ 14 ନଭେମ୍ବରରୁ ଆପଣଙ୍କ ରେଜିଷ୍ଟ୍ରେସନ ଷ୍ଟାର୍ଟ ହେଉଛି, ରେଜିଷ୍ଟ୍ରେସନ କ୍ଲୋଜ ହେଉଛି 14 ଡିସେମ୍ବରରୁ। ଠିକ ଅଛି ନା? ଆଉ ଷ୍ଟାର୍ଟ ହେଉଛି 10ଟା AM ରୁ 11:50 PM, ମାନେ ସକାଳ 10ଟାରୁ ଷ୍ଟାର୍ଟ ହେଇଯିବ। 14 ନଭେମ୍ବର ସକାଳ 10ଟାରୁ ଷ୍ଟାର୍ଟ ହେଇଯିବ, ଆଉ 4 ଡିସେମ୍ବର ରାତି 11:50 ଯାଏଁ ଆପଣଙ୍କର ରହିବ, ତାପରେ ଆପଣଙ୍କର କ୍ଲୋଜ ହେଇଯିବ। ଠିକ ଅଛି ନା? ବହୁତ କମ ସମୟ ଅଛି ପିଲାମାନେ, ଜଲ୍ଦି ଆପଣ ଆପ୍ଲାଏ କରିଦିଅନ୍ତୁ ଯୋଉମାନେ ଇଣ୍ଟରେଷ୍ଟେଡ ଅଛନ୍ତି, କାରଣ ଅଲରେଡି ବହୁତ ଲେଟ୍ ହେଇଗଲାଣି। ମୁଁ ଟିକେ ପିଲାମାନେ ଏଇ ଭିଡ଼ିଓ ବନକା ଟିକେ ଟାଇମ୍ ଲାଗିଗଲା, କାରଣ ବହୁତ ସାରା କାମ ବହୁତ ସାରା କାମ ରହୁଥିବାରୁ ମୁଁ ଟିକେ ଟାଇମ୍ ବାହାର କରିପାରୁନି ଏଇ ଭିଡ଼ିଓ ବନେଇବା ପାଇଁ। ଫିର୍ ବି ମୁଁ ଚେଷ୍ଟା କରିବି ଆପଣଙ୍କର ସବୁ କ୍ଲାସ୍ ଗୁଡ଼ା ୟୁଟ୍ୟୁବରେ ଫ୍ରି ଅପଲୋଡ଼ କରିବା ପାଇଁ, କାରଣ ଟାୟାର 1ର ଯାହା ବି କ୍ଲାସେସ୍ ରହିବ ଟାୟାର 1ର, ତାହା ସବୁ ଆଉ କିଛି ଦିନ ଭିତରେ ମୁଁ ଆସ୍ତେ ଅପଲୋଡ଼ ସବୁ କରି ଚାଲିବି। ତାପରେ ପିଲାମାନେ ବାସ୍ ଏତିକି ଥିଲା ପିଲାମାନେ ନୋଟିଫିକେସନ୍। ଆଶା କରୁଛି ଆପଣମାନଙ୍କୁ ପୁରା ଭିଡ଼ିଓ ଭଲ ଲାଗୁଥିବ। ଏବେ ଚାଲନ୍ତୁ ଆମେ ଏକ୍ଜାମିନେସନ୍ ଷ୍ଟ୍ରାଟେଜି ବିଷୟରେ ଟିକେ ଡିସ୍କସନ୍ କରିଦେବା, ଗୋଟେ ମିନିଟ୍। ଏସବୁ ବିଷୟ ତ ମୁଁ କହିଦେଲି, କେମିତି ଇଏ କରିବେ ତା ବିଷୟରେ ମୁଁ କହିଦେଲି। ହଁ, ଦେଖନ୍ତୁ ପିଲାମାନେ କେମିତି ଆମେ କ୍ୱାଲିଫାଏ କରିବୁ। ପ୍ରଥମ ଜିନିଷ ପିଲାମାନେ ମନେ ରଖନ୍ତୁ, ଟାୟାର 1ରେ ଆମର କ'ଣ କ'ଣ ଥିଲା, ଗୋଟେ ମିନିଟ୍। ପିଲାମାନେ ଦେଖନ୍ତୁ, ଟାୟାର 1ରେ ଆମର ଥିଲା ମ୍ୟାଥ୍, ରିଜନିଂ, ତାପରେ ଇଂଲିଶ, ତାପରେ ଓଡ଼ିଆ, ତାପରେ କମ୍ପ୍ୟୁଟର, ତାପରେ ଜିକେ। ଠିକ ଅଛି ନା? ଟୋଟାଲ ଉପରେ କହିବାକୁ ଗଲେ ଏତିକିରୁ ପାଖାପାଖି 100ଟା କୋଶ୍ଚିନ୍ ଆପଣଙ୍କର ପଡ଼ିବ। ଆଉ ଇଚ୍ କୋଶ୍ଚିନ୍ ପିଲାମାନେ ଆପଣଙ୍କର କ୍ୟାରି କରେ 3 ମାର୍କ। ଠିକ ଅଛି? ଇଚ୍ କୋଶ୍ଚିନ୍ ଆପଣଙ୍କ 3 ମାର୍କ କ୍ୟାରି କରେ, ତ ଟୋଟାଲ ଉପରେ ଆପଣଙ୍କୁ 300 ମାର୍କର ପରୀକ୍ଷା ଦେବାକୁ ପଡ଼ିବ। ପିଲାମାନେ ମ୍ୟାଥ୍ ହଉ ରିଜନିଂର ହଉ ଫର୍ମୁଲା ସିଟ୍ ଗୁଡ଼ା ମୋ ଟେଲିଗ୍ରାମ ଚ୍ୟାନେଲରେ ମୁଁ ତାକୁ ଅପଲୋଡ଼ ପୁରା କରିଦେବି। ଆଉ କିଛି ଦିନ ଭିତରେ ମୁଁ ତାକୁ ବନଉଛି ବା ଏବେ ଚାଲିଛି। ସବୁ ମ୍ୟାଥର ଯେତିକ ବି ସବଜେକ୍ଟ ସେ ପଚାରି ପାରିବ, ତାର ସବୁତିକର ଫର୍ମୁଲା ସିଟ୍ ଆଉ ଏକ୍ସପେକ୍ଟେଡ କୋଶ୍ଚିନ୍ କ'ଣ ରହିବ, ତାକୁ ମୁଁ ମୋ ଟେଲିଗ୍ରାମ ଚ୍ୟାନେଲରେ ମ୍ୟାଥ୍ ଆଉ ରିଜନିଂର ମୁଁ ଅପଲୋଡ଼ କରିଦେବି। ଦେନ୍ ରହିଲା ଇଂଲିଶ ଆଉ ଓଡ଼ିଆ, ସେମ୍ ଇଂଲିଶ ଆଉ ଓଡ଼ିଆର ଫ୍ରି କ୍ଲାସ୍ ତାକୁ ୟୁଟ୍ୟୁବରେ ବି ମୁଁ ତାକୁ ଅପଲୋଡ଼ କରିଦେବି। ଠିକ ଅଛି ନା? ୱାନ୍ ସଟ୍ ହଉ ପୁରା ବଢ଼ିଆ ସେ ସବୁ ଜିନିଷକୁ ମୁଁ ୟୁଟ୍ୟୁବରେ ଅପଲୋଡ଼ କରିଦେବି, ମୋର ଟିକେ ନାକୁ ଟାଇମ୍ ଲାଗିବ। ତାପରେ କମ୍ପ୍ୟୁଟର ଆଉ ଜିକେର ବି ସେମ୍, ତାର ସବୁ କ୍ଲାସ୍ ଗୁଡ଼ା ୟୁଟ୍ୟୁବରେ ଫ୍ରିରେ ଅପଲୋଡ଼ କରିଦେବି। ଆଉ ଏମାନଙ୍କର ଇ ବୁକ୍ ମୁଁ ମୋ ଟେଲିଗ୍ରାମ ଚ୍ୟାନେଲରେ ତାକୁ ଅପଲୋଡ଼ କରିଦେବି। ଠିକ ଅଛି ନା? ମୁଁ ତାର ଇ ବୁକ୍ ଟେଲିଗ୍ରାମ ଚ୍ୟାନେଲ ଅପଲୋଡ଼ କରିଦେବି। ଆଉ ଆଜି ଯାଏଁ କେଭିଏସ୍ରେ ଯେତିକ ବି ସବୁ ପ୍ରିଭିୟସ୍ ଇୟର କୋଶ୍ଚିନ୍ ପଚାରିଛି, ତାକୁ ବି ମୁଁ ୟୁଟ୍ୟୁବରେ ପୁରା ଫ୍ରିରେ ପ୍ରିଭିୟସ୍ ଇୟର କୋଶ୍ଚିନ୍ ହିସାବରେ ଫ୍ରିରେ ସବୁତିକ ଅପଲୋଡ଼ କରିଦେବି। ଆପଣଙ୍କୁ ଇ ବୁକ୍ ମିଳିଗଲା ଫ୍ରିରେ, ଯେଉଁ କଣଟି ପ୍ରିଭିୟସ୍ ଇୟର ବି, ଗୋଟେ ମିନିଟ୍, ଫ୍ରିରେ ପ୍ରିଭିୟସ୍ ଇୟର ବି ମିଳିଗଲା। ଦେନ୍ ଆପଣଙ୍କୁ ମିଳିଯିବ କୋଶ୍ଚିନ୍ ପ୍ରାକ୍ଟିସ୍, ତାକୁ ବି ମୁଁ ପୁରା ଫ୍ରିରେ ୟୁଟ୍ୟୁବରେ କରେଇଦେବି। ଠିକ ଅଛି ନା? ଆଉ ଆର PDF ଆଉ ଏମାନଙ୍କର ପୁରା କମ୍ପାଇଲ୍ PDFକୁ ମୁଁ ଟେଲିଗ୍ରାମ ଚ୍ୟାନେଲରେ ପୁରା ଅପଲୋଡ଼ କରିଦେବି। ଟେଲିଗ୍ରାମ ଚ୍ୟାନେଲ ଜଏନ୍ କରିବାକୁ ହେଲେ ଆପଣ 100 ଟଙ୍କା ଦେଇକି ଆପଣ ଜଏନ୍ କରିପାରିବେ। ଦେନ୍ ଆପଣଙ୍କର ଜଏନ୍ କରିବାକୁ ହେଲେ ଆପଣ 100 ଟଙ୍କା ଦେଇକି ଲାଇଭ୍ ଟାଇମ୍, ମାନେ ଯେତେ ଯାଏଁ ଟେଲିଗ୍ରାମ ଚ୍ୟାନେଲଟା ଅଛି ସେତେ ଆପଣ ଜଏନ୍ କରିପାରିବେ। ସେକେଣ୍ଡଲି, ଆପଣ ଜଏନ୍ କରିବାକୁ ଯଦି ଚାହୁଁଛନ୍ତି, ତାହେଲେ ଆପଣ ଗୋଟେ QR କୋଡ୍ ଦିଆହେଇଛି କମ୍ୟୁନିଟି ପୋଷ୍ଟରେ। ଏଇ ଯେଉଁ କମ୍ୟୁନିଟି ପୋଷ୍ଟରେ ଗୋଟେ QR କୋଡ୍ ଦିଆହେଇଛି, ସେଥିରେ ଆପଣ ପେ କରିଦେଇକି ଉପରେ ଆଇଦର ଗୋଟେ ନମ୍ବର ନହେଲେ ଗୋଟେ ଟେଲିଗ୍ରାମ ଲିଙ୍କ୍ ଦିଆହେଇଥିବ, ସେ ଲିଙ୍କ୍ରେ ଆପଣ ସେ QR ଟାକୁ ସେଣ୍ଡ କରିଦେବେ। ସେଣ୍ଡ କରିଦେଲା ପରେ ମୁଁ ଆପଣଙ୍କୁ ମୋ ଟେଲିଗ୍ରାମ ଚ୍ୟାନେଲ ପ୍ରାଇଭେଟ ଲିଙ୍କ୍ ସେଣ୍ଡ କରିଦେବି। ଏଇଟା ପିଲାମାନେ ରହିଲା ଆମର କ୍ୱାଣ୍ଟିଟି ଟାୟାର ୱାନ୍ର ଏସବୁ ଜିନିଷ ରହିଲା। ଏବେ ଚାଲନ୍ତୁ ଟାୟାର 2 ବିଷୟରେ ଡିସ୍କସନ୍ କରିବା। ଟାୟାର 2 ପିଲାମାନେ ସିଲାବସ୍ ତ ଏବେ ମୁଁ ଡିଟେଲରେ ଡିସ୍କସନ୍, ଏଇଟାର ସିଲାବସ୍ ଅଲରେଡ଼ି ଭିଡ଼ିଓଟା ଟିକେ ଲମ୍ବା ହେଇଗଲାଣି। ସିଲାବସ୍ ବିଷୟରେ ତ ଏଇଟା ଡିସ୍କସନ୍ କରିବା, ଆଉ ଗୋଟେ ଭିଡ଼ିଓ ମୁଁ ଆଣିବାକୁ ପଡ଼ିବ। ଫିର୍ ବି ଏଥିରେ ଆପଣଙ୍କର ଯେଉଁ ସାଇନ୍ସ ପୋର୍ସନଟା ରହୁଛି, ସାଇନ୍ସରେ ଆପଣ କ'ଣ ରହିଯାଉଛି, ଟାୟାର 2ରେ ଯେଉଁ ସାଇନ୍ସ ପୋର୍ସନଟା ରହୁଛି, ସାଇନ୍ସରେ ଆପଣଙ୍କର ରହିଯାଉଛି ବାୟୋଲୋଜି। ଠିକ ଅଛି ନା? ବାୟୋଲୋଜି ଆଉ ପେଡାଗୋଜି, ଏଇ ଦିଟାକର ଫ୍ରି କ୍ଲାसेସ୍ ମୁଁ ୟୁଟ୍ୟୁବରେ ଅପଲୋଡ଼ କରିଦେବି। ଥିଓରି କ୍ଲାसेସ୍ ଯେତିକ ଥିଓରି କ୍ଲାसेସ୍ ରହିବ ତାକୁ ମୁଁ ଫ୍ରିରେ ଅପଲୋଡ଼ କରିଦେବି। ଠିକ ଅଛି ନା? ବାୟୋଲୋଜି ଆଉ ପେଡାଗୋଜିର। ଦେନ୍ ଆପଣଙ୍କର ପ୍ରିଭିୟସ୍ ଇୟର କୋଶ୍ଚିନ୍ ବି ମୁଁ ଆର ଅପଲୋଡ଼ କରିଦେବି। ବାୟୋଲୋଜି ଆଉ ପେଡାଗୋଜିର କେଭିଏସ୍ରେ ଯେତିକି ପଚାରିଛି ତାକୁ ଅପଲୋଡ଼ କରିଦେବି। ଦ୍ୱିତୀୟରେ ଆପଣଙ୍କର ବାୟୋଲୋଜି ଆଉ ପେଡାଗୋଜିର ଫ୍ରି PDF ବି ଆପଣଙ୍କୁ ଅପଲୋଡ଼ କରିଦେବି। କେଉଁଠି ଟେଲିଗ୍ରାମରେ ଅପଲୋଡ଼ କରିଦେବି, ଆଉ ପଢ଼େଇଦେବି ଫ୍ରିରେ ୟୁଟ୍ୟୁବରେ। ଦେନ୍ ଆପଣଙ୍କର ବହୁତ ସାରା କୋଶ୍ଚିନ୍ ବି ମୁଁ ୟୁଟ୍ୟୁବରେ ଫ୍ରିରେ ପ୍ରାକ୍ଟିସ୍ କରେଇଦେବି, ଆଉ ଟେଲିଗ୍ରାମ ଚ୍ୟାନେଲରେ ବି ତାକୁ ଅପଲୋଡ଼ କରିଦେବି। ଆହୁରି ବି ଏକ୍ସଟ୍ରା କୋଶ୍ଚିନ୍ ବି ମୁଁ ଟେଲିଗ୍ରାମ ଚ୍ୟାନେଲ ଅପଲୋଡ଼ କରିଦେବି। ଠିକ ଅଛି ନା? ଏଇଟା ହେଲା ଟାୟାର 2ର ସିଷ୍ଟମ୍। ଆଉ ଅଲଗା ସବଜେକ୍ଟ ତ ପଢ଼େଇବା ଆମ ପାଖରେ ସମ୍ଭବ ନୁହଁ, କିନ୍ତୁ ମୁଁ ଚେଷ୍ଟା କରିବି ଯେ ବାୟୋଲୋଜିଟାକୁ ପୁରା ବଢ଼ିଆ ସେ ଆପଣଙ୍କୁ ପୁରା ପ୍ରାକ୍ଟିସ୍ କରେଇଦେବି। କୋଉଠିକି ନା? ୟୁଟ୍ୟୁବରେ ପୁରା ଫ୍ରିରେ। ତ ଆପଣମାନେ ଫ୍ରିର କ୍ଲାसेସ୍ ଗୁଡ଼ା ଜଏନ୍ କରି ଆପଣଙ୍କର ପ୍ରିପାରେସନ୍ ନେକ୍ସଟ ଲେଭେଲ୍ ନେଇକି ଯାଆନ୍ତୁ। ଦେନ୍ ଆସନ୍ତୁ ଇଣ୍ଟରଭ୍ୟୁ।
इंटरव्यूटाକୁ ଆପଣମାନେ କେମିତି ତାକୁ ଟ୍ୟାକଲ୍ କରିବେ ତା ବିଷୟରେ ଚାଲନ୍ତୁ କଥା ହେବା। ଦେଖନ୍ତୁ ଇଣ୍ଟରଭ୍ୟୁ ପାଇଁ ମୁଁ ଗୋଟେ ଟେଲିଗ୍ରାମରେ ଆମର ଗୋଟେ ଯେହେତୁ ବହୁତ ପିଲା ଯଦି ଜଏନ୍ ହେବେ ତ ଟେଲିଗ୍ରାମରେ ଗୋଟେ ସିଲେକ୍ଟେଡ୍ ପିଲା ଯେତେବେଳେ ଆପଣ ଟାୟାର 2 କୁ ସିଲେକ୍ଟ ହେଇଯିବେ ବା ଟାୟାର 2 କୁ କ୍ଲିୟର କରିଦେବେ ସେତେବେଳେ କ'ଣ ନା ଗୋଟେ ମିନିଟ୍ ଯେତେବେଳେ ଆପଣ ଟାୟାର 2 ରୁ ସିଲେକ୍ଟ ହେଇକି ଇଣ୍ଟରଭ୍ୟୁ ପାଇଁ ଯିବେ ବା ଇଣ୍ଟରଭ୍ୟୁକୁ ଆପଣଙ୍କ ଯେତେବେଳେ ଇଏ ହେବ ସେତେବେଳେ ମୁଁ ଯେଉଁମାନେ ମୋ ଟେଲିଗ୍ରାମ ଚ୍ୟାନେଲରେ ପ୍ରିମିୟମ୍ ସବସ୍କ୍ରିପସନ୍ ନେଇଥିବେ 100 ଟଙ୍କା ଦେଇକି ସେମାନଙ୍କ ପାଇଁ ଯାହାହେଲେ ବି କିଛି ନା କିଛି ଗୋଟେ ହେଲ୍ପଫୁଲ୍ ବା ଗୋଟେ ଭଲ ଟିଚର ବା ଏଜୁକେଟରଙ୍କ ଥ୍ରୋରେ ମୁଁ ଇଣ୍ଟରଭ୍ୟୁ ପାଇଁ ଆପଣମାନଙ୍କୁ ବି ପ୍ରିପାରେସନ୍ କରେଇଦେବି ସେଥିପାଇଁ ଆପଣ ବ୍ୟସ୍ତ ହେବା ଦରକାର ନାହିଁ। ଯେତିକି ପିଲା ଆଗ ଟାୟାର 2 ରୁ ସିଲେକ୍ଟ ହେଇକି ଟାୟାର ଇଣ୍ଟରଭ୍ୟୁ ଲେବୁଲକୁ ଯିବେ ସେମାନଙ୍କ ପାଇଁ କିଛି ନା କିଛି ଗୋଟେ ପ୍ରୋସେସ୍ ମୁଁ କରେଇଦେବି ଠିକ୍ ଅଛି ନା। ତ ଆପଣଙ୍କର ଟାୟାର 1 ଟାୟାର 2 ଆଉ ଟାୟାର 3 ପାଇଁ ଆପଣଙ୍କୁ ମୁଁ କହିଦେଲି କେମିତି ଆପଣ ପଢ଼ାପଢ଼ି କରିବେ କ'ଣ କରିବେ। ତ ଆଶା କରୁଛି ଭିଡ଼ିଓଟା ଆପଣମାନଙ୍କୁ ବହୁତ ହେଲ୍ପଫୁଲ୍ ହେଇଥିବ। ଆପଣମାନେ ଯେମିତି ହେଲେ ବି ମୋ ଟେଲିଗ୍ରାମ ଚ୍ୟାନେଲ ଜଏନ୍ କରନ୍ତୁ ଆପଣମାନଙ୍କ ପାଇଁ ବହୁତ ହିଁ ହେଲ୍ପଫୁଲ୍ ହେବ ଖାସ କରି ଓଡ଼ିଶା ଗଭର୍ଣ୍ଣମେଣ୍ଟର ସବୁ ଏକ୍ଜାମ ପାଇଁ ହେଲ୍ପଫୁଲ୍ ହେବ ୱିଥ୍ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରେ ସିଟିଇଟି ଆଉ ଏଇ ଯେଉଁ କେଭିଏସ୍ ଏନବିଏସ୍ ପାଇଁ ବି ଆପଣମାନେ ବହୁତ ହିଁ ବେନିଫିଟେଡ୍ ହେଇପାରିବେ ଠିକ୍ ଅଛି। ତ ଆପଣମାନେ ଏତେ ଯାଏଁ ଭିଡ଼ିଓଟା ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆଉ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ ଗୋଟେ ଯେମିତି ହେଲେ କରନ୍ତୁ ଯାହାଫଳରେ କି ଆପଣମାନେ ଆସୁଥିବା ବହୁତ ସାରା ନୋଟିଫିକେସନ୍ ହଉ ବହୁତ ସାରା ଜବ୍ ରିଲେଟେଡ୍ କ୍ଲାसेସ୍ ହଉ ବହୁତ ସାରା ଜିନିଷ ଆପଣ ପୁରା ଫ୍ରିରେ ମୋ ଚ୍ୟାନେଲ ଯେଉଁ ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ପାଇପାରିବେ ଠିକ୍ ଅଛି। ତ ଜୟ ଜଗନ୍ନାଥ ଜୟ ଭାରତ ଜୟ ହିନ୍ଦ।